ଥରେ ଏକ ଜଙ୍ଗଲରେ ଗୋଟି କାଉ ତା ସ୍ତ୍ରୀ ଆଉ ତା ପୁଅ ସହ ରହୁଥିଲା। କାଉ ଛୁଆଟି ଥିଲା ବହୁତ ଦୁଷ୍ଟ। ସେ ସବୁ ସମୟରେ ଅନ୍ୟ ପକ୍ଷୀମାନଙ୍କୁ ବହୁତ ହଇରାଣ କରୁଥିଲା। ଗୋଟେ ଦିନ ଏକ ଛୋଟ ଟିକି ଚଢ଼େଇ ଗଛ ଡାଳରେ ବସି ଗୋଟେ ଆମ୍ବ ଖାଉଥିଲା। ଠିକ୍ ସେହି ସମୟରେ କାଉ ଛୁଆ ସେଠାରେ ପହଞ୍ଚିଗଲା। ମୋ ଆମ୍ବ ଖାଇବାକୁ ତୋର ସାହସ କେମିତି ହେଲା? ମୁଁ ଯେତେବେଳେ ଏଠାକୁ ଆସିଥିଲି ଏଠି ତ କେହି ନଥିଲେ। ଏ ଆମ୍ବ ତୋର କେମିତି ହେଲା? ମୁଁ ତତେ କହିଲି ନା ଏ ଆମ୍ବ ମୋର। ଚୁପଚାପ ମତେ ସେ ଆମ୍ବ ଦେ। ନା, ତୁ ମିଛ କହୁଛୁ। ଏ ଆମ୍ବ ତୋର ନୁହଁ। ମୁଁ ତତେ ଏ ଆମ୍ବ ଦେବିନି। ଟିକି ଚଢ଼େଇର ଏମିତି କଥା ଶୁଣି କାଉ ଛୁଆ ବହୁତ ରାଗିଗଲା ଆଉ ଟିକି ଚଢ଼େଇକୁ ତା ଥଣ୍ଟରେ ବହୁତ ପିଟିଲା। ଟିକି ଚଢ଼େଇ ଦେହରୁ ରକ୍ତ ବାହାରିଗଲା। ସେ କାନ୍ଦି କାନ୍ଦି ତା ଘରକୁ ଚାଲିଗଲା। କାଉ ମଜାରେ ସେ ଆମ୍ବ ଖାଇଲା। ଆରେ ମା, ତୋର ଏ ଅବସ୍ଥା କିଏ କଲା? ଟିକି ଚଢ଼େଇ କାନ୍ଦି କାନ୍ଦି ତା ବାପା ମାଙ୍କୁ ସବୁ ଘଟଣା ଜଣାଇଲା। ତୁ ଆଉ କାନ୍ଦେନି, ତୋ ବାପା ଏବେ ହିଁ ସେ କାଉ ଘରକୁ ଯିବେ। ତୁ ତ ଜାଣିଛୁ କାଉ ଛୁଆ ବହୁତ ଦୁଷ୍ଟ। ଯେବେ ବି ତାକୁ ତ ଆଖପାଖରେ ଦେଖିବୁ ତୁରନ୍ତ ସେ ଜାଗା ଛାଡ଼ି ଚାଲି ଆସିବୁ। ସେ କାଉ ଛୁଆର ବାପା ମା ବି କେମିତିକା, ନିଜ ଛୁଆକୁ ଟିକେ ବି ଶାସନ କରୁନାହାନ୍ତି। ମୁଁ ଏବେ ହିଁ ତା ଘରକୁ ଯାଉଛି। ଆରେ କାଉ, ମୁଁ ତ ପୁଅ ବିରୁଦ୍ଧରେ କହୁଛି ବୋଲି ମୋତେ ଖରାପ ଭାବିବୁନି। ଘଟଣା ଏମିତି ଯେ ମୁଁ ନ ଆସି ରହିପାରିଲିନି। କାଉ ଛୁଆ ଆଜିକାଲି ବହୁତ ଦୁଷ୍ଟ ହେଉଛି। ସେ ଏବେ ବହୁତ ଛୋଟ ଅଛି। ତାକୁ ଟିକେ ବୁଝାଅ ସେ ମାରପିଟ କାମ ନ କରୁ। କ'ଣ କରିଛି ମୋ ପୁଅ? ତା ବିରୁଦ୍ଧରେ ଆସି କହୁଛ? ଆଜି ସକାଳେ ସେ ମୋ ଝିଅକୁ ବହୁତ ମାରିଛି। ନିଶ୍ଚୟ ତମ ଝିଅର ଭୁଲ ଥିବ। ମୋ ପୁଅ ବହୁତ ଶାନ୍ତ। ସେ ଏମିତି କାହା ସହ ଲାଗେନି। ଠିକ୍ ସେହି ସମୟରେ କାଉ ଛୁଆ ବି ସେଠାରେ ପହଞ୍ଚିଗଲା। ଆରେ ପୁଅ, ତୁ ଆସିଗଲୁ? ଏ ଅଙ୍କଲ କହୁଛନ୍ତି ତୁ ତାଙ୍କ ଝିଅକୁ ବହୁତ ମାରିଛୁ। ନା ମା, ମୁଁ ତ ଆରାମରେ ବସି ଆମ୍ବ ଖାଉଥିଲି। ତାଙ୍କ ଝିଅ ଆସି ମୋ ପାଖରୁ ଆମ୍ବ ଛଡ଼େଇବାକୁ ଚେଷ୍ଟା କଲା। ସେଥିପାଇଁ ମୁଁ ତାକୁ ଟିକେ ମାରିଦେଲି। ମୁଁ କହୁଥିଲି ନା ତମ ଝିଅର ଦୋଷ ଥିବ। ମୋ ପୁଅ ନାଁରେ ଅଭିଯୋଗ ନେଇ ଚାଲି ଆସିଲେ। ଏବେ ଯାଅ ଏଠୁ। ଏସବୁ ଦେଖି ଚଢ଼େଇ ବାପା ବହୁତ ଆଶ୍ଚର୍ଯ୍ୟ ହେଇଗଲା। ସେ ସେଠାରୁ ଚାଲିଗଲା। ଏମିତି ପ୍ରତିଦିନ କେହି ନା କେହି କାଉ ଛୁଆ ନାଁରେ ଅଭିଯୋଗ ନେଇ ତା ଘରକୁ ଯାଉଥିଲେ ମଧ୍ୟ ତା ମା ସେମାନଙ୍କ କଥା ଜମାରୁ ଶୁଣୁନଥିଲା। ଓଲଟା ସେମାନଙ୍କୁ ଗାଳି ଦେଇ ତା ଘରୁ ବାହାର କରିଦେଉଥିଲା। ଥରେ ରାତିରେ ସମସ୍ତେ ଶୋଇଲା ପରେ କାଉ ଛୁଆ ଉଠିଲା ଆଉ ଏକ ଚଢ଼େଇର ବସା ପାଖକୁ ଗଲା। ସେ ଚଢ଼େଇ ସେତେବେଳେ ଶୋଇଥିଲା। କିଛି ଦିନ ପୂର୍ବେ ସେ ଚଢ଼େଇ କାଉ ନାଁରେ ତା ବାପା ପାଖରେ କହିଥିଲା। ସେତେବେଳେ କାଉର ମା ଘରେ ନଥିବାରୁ ତାକୁ ତା ବାପା ବହୁତ ଗାଳି ଦେଇଥିଲେ। କାଉ ସେ ଚଢ଼େଇ ଉପରେ ବହୁତ ରାଗି ଯାଇଥିଲା। ସୁଯୋଗ ଦେଖି ସେ ଚଢ଼େଇର ଅଣ୍ଡାକୁ ତଳେ ପକାଇଦେଲା ଆଉ ତୁରନ୍ତ ତା ଘରକୁ ଚାଲିଗଲା। ରାସ୍ତାରେ କାଉ ଛୁଆ ଯେତେବେଳେ ତା ଘରକୁ ଯାଉଥିଲା ତାକୁ ଗୋଟେ ପାରା ଦେଖିନେଲା। ଏତେ ରାତିରେ ଏହି କାଉ ଛୁଆ କୁଆଡ଼େ ଯାଉଛି? ତା ବାପା ମାଙ୍କର ଟିକେ ବି ଧ୍ୟାନ ନାହିଁ। ଏତେ ରାତିରେ ତାକୁ ଏକୁଟିଆ ଛାଡ଼ି ଦେଇଛନ୍ତି। ପରଦିନ ସକାଳେ ସେ ଚଢ଼େଇ ଉଠିଲା ପରେ ଦେଖିଲା ତା ବସାରେ ଅଣ୍ଡା ନାହିଁ। ସେ ଚାରିଆଡ଼େ ଖୋଜିଲା। ତା ଅଣ୍ଡାକୁ ତଳେ ପଡ଼ିଥିବାର ଦେଖି ସେ ବହୁତ କାନ୍ଦିଲା। ଚଢ଼େଇର ପାଟି ଶୁଣି ଅନ୍ୟ ଚଢ଼େଇମାନେ ବି ଆସି ତା ପାଖରେ ଜମା ହେଇଗଲେ। ଆରେ ଭଉଣୀ, କାନ୍ଦୁଛ କ'ଣ ପାଇଁ? ମୁଁ କାଲି ରାତିରେ ମୋ ଅଣ୍ଡାକୁ ଧରି ଶୋଇଥିଲି। ସକାଳେ ଦେଖୁଛି ମୋ ଅଣ୍ଡା ତଳେ ପଡ଼ିଯାଇଛି। ରାତିରେ ତ ପବନ ବର୍ଷା କିଛି ବି ହେଇନି। ଅଣ୍ଡା ଆପେ ଆପେ କେମିତି ତଳକୁ ପଡ଼ିଯିବ? ମୋତେ ଲାଗୁଛି କେହି ବୋଧେ ଜାଣିଶୁଣି ଅଣ୍ଡାକୁ ତଳେ ପକେଇ ଦେଇଛି। ମୁଁ କେବେ ବି କାହା ସହ କିଛି ଖରାପ କରିନି। ମୋ ସହ ଏମିତି କିଏ କଲା? ମୁଁ ଜାଣିଛି ଏସବୁ କିଏ କରିଥିବ। କାଲି ଅଧରାତିରେ ମୁଁ ଚଢ଼େଇର ବସା ପାଖରେ କାଉ ଛୁଆକୁ ଦେଖିଥିଲି। ସେ ହିଁ ଏ ଅଣ୍ଡାକୁ ତଳେ ପକେଇଥିବ। ତେବେ ଚାଲ ସମସ୍ତେ ଏବେ ହିଁ କାଉ ଘରକୁ ଯିବା ଆଉ ତା ବାପା ମାଙ୍କୁ ଏକଥା କହିବା। ତାପରେ ସବୁ ଚଢ଼େଇ କାଉର ଘରକୁ ଗଲେ। ଆପଣମାନେ ଏତେ ସକାଳୁ ସକାଳୁ ଏଠି? ସବୁ କିଛି ଠିକ୍ ଅଛି ତ? ଏକଥା ତମେ ତମ ପୁଅକୁ ପଚାର। କାଲି ରାତିରେ ଇଏ ମୋ ଘରକୁ ଆସି ମୋ ଅଣ୍ଡା କାହିଁକି ଭାଙ୍ଗିଲା?
କାଲି ରାତିରେ ତ ଆମ ପୁଅ ଆମ ସାଙ୍ଗରେ ଶୋଇଥିଲା। ନିଶ୍ଚୟ ଆପଣମାନଙ୍କୁ କିଛି ଭୁଲ ଧାରଣା ହେଇଥିବ। କାଲି ରାତିରେ ପାରା ତୁମ ପୁଅକୁ ଚଢ଼େଇର ଘର ପାଖରେ ଦେଖିଥିଲା। ଆଚ୍ଛା ଆଚ୍ଛା, ଘର ପାଖରେ ଦେଖିଲ ବୋଲି ମୋ ପୁଅ ନାଁରେ ଏତେ ଦୋଷ ଦେଉଛ? ଯଦି ମୁଁ କହିବି କାଲି ରାତିରେ ମୋ ପାରାର ପୁଅକୁ ଚଢ଼େଇର ଘର ପାଖରେ ଦେଖିଥିଲି, ତାହେଲେ ତମେମାନେ କ'ଣ କହିବ? ଦେଖ ଭଉଣୀ, ନିଜ ପୁଅର ଭୁଲକୁ ଲୁଚେଇବା ଠିକ୍ ନୁହଁ। ଏବେ ସିନା ତମେ ଜାଣିପାରୁନ, ଭବିଷ୍ୟତରେ ଏଥିପାଇଁ ତମେ ନିଶ୍ଚୟ କଷ୍ଟ ପାଇବ। ତମେ ଦୁଇଜଣ ମନେ ରଖ, ଆଉ ଥରେ ଯଦି ତମ ପୁଅ କାରଣରୁ ଅନ୍ୟ ଚଢ଼େଇମାନଙ୍କର କିଛି କ୍ଷତି ହୁଏ, ଆମେ ସମସ୍ତେ ମିଶି ତମମାନଙ୍କୁ ଏ ଜଙ୍ଗଲରୁ ବାହାର କରିଦେବୁ। ଏମିତି କହି ସବୁ ପକ୍ଷୀ ସେଠାରୁ ଚାଲିଗଲେ। କିରେ ଦୁଷ୍ଟ, କାଲି ରାତିରେ ତୁ ଘର ବାହାରକୁ ଯାଇଥିଲୁ? କାଉଛୁଆ କିଛି କହିବା ପୂର୍ବରୁ ତା ମା କହିଲା, ସେମାନଙ୍କ କଥା ଶୁଣି ମୋ ପୁଅକୁ ସନ୍ଦେହ କରୁଛ? ତମେ କ'ଣ ଜାଣିନ ମୋ ପୁଅ ବହୁତ ସୁନ୍ଦର ବୋଲି ଜଙ୍ଗଲର ସବୁ ପଶୁପକ୍ଷୀ ତାକୁ ଈର୍ଷା କରନ୍ତି? ଖବରଦାର ମୋ ପୁଅକୁ ଯଦି ରାଗିଥିବ। ଏମିତି ଶୁଣି କାଉ ଚୁପ୍ ହେଇଗଲା। ସେପଟେ ସବୁ ଚଢ଼େଇ ଏକାଠି ବସି କାଉଛୁଆ ବିଷୟରେ କଥା ହେଉଥିଲେ। କାଉଛୁଆର ବାପା ମାଙ୍କୁ ଯେତେ କହିଲେ ବି ସେମାନେ ତାଙ୍କ ପୁଅକୁ କିଛି କହିବେନି। ଆମକୁ ହିଁ କିଛି ଗୋଟେ କରିବାକୁ ପଡ଼ିବ। ମୋ ପାଖରେ ଗୋଟେ ଭଲ ଉପାୟ ଅଛି। ଯଦି ତମେମାନେ ରାଜି ହେବ ତେବେ କହିବି। ହଁ ହଁ କୁହ, କ'ଣ ଉପାୟ ଅଛି ତମ ପାଖରେ? କାଉଛୁଆ ଯାହା କରୁଥିଲେ ବି ଆମେ ତାକୁ କିଛି କହିବାନି। ଆମେ ଆମ ଛୁଆମାନଙ୍କୁ ବୁଝେଇଦେବା। ସେମାନେ କାଉଛୁଆକୁ ଆଖ ପାଖରେ ଦେଖିଲେ ତୁରନ୍ତ ସେ ଜାଗା ଛାଡ଼ି ଚାଲି ଆସିବେ। ଆମେ ଆଉ କେବେ ବି କାଉ ଘରକୁ ଯିବାନି। ଦେଖିବ, ସେମାନେ ଯେମିତି ତାଙ୍କ ଛୁଆକୁ ବଡ଼ କରୁଛନ୍ତି, ଦିନେ ନା ଦିନେ ସେମାନେ ନିଜେ ଅସୁବିଧାରେ ପଡ଼ିବେ। ସମସ୍ତେ ସେ ଚଢ଼େଇ କଥାରେ ରାଜି ହେଇଗଲେ, ଆଉ ଘରକୁ ଯାଇ ନିଜ ଛୁଆମାନଙ୍କୁ ଏ ବିଷୟରେ କହିଲେ। ପରଦିନ କାଉଛୁଆ ଚଢ଼େଇ ଛୁଆମାନଙ୍କୁ ହଇରାଣ କରିବା ପାଇଁ ତାଙ୍କ ପାଖକୁ ଗଲା। ଚଢ଼େଇ ଛୁଆମାନେ କାଉକୁ ଦେଖି ତୁରନ୍ତ ସେ ଜାଗା ଛାଡ଼ି ଚାଲିଗଲେ। ସେଦିନ କାଉଛୁଆ କାହାକୁ ବି ହଇରାଣ କରିପାରିଲାନି। ଆରେ, ଆଜି ସମସ୍ତଙ୍କର କ'ଣ ହେଇଛି? ସମସ୍ତେ ମୋତେ ଦେଖି ପଳେଇ ଯାଉଛନ୍ତି। ଏବେ ମୁଁ କ'ଣ କରିବି? ଆଜି ତ ଟିକେ ବି ମଜା ଲାଗୁନି। ଚାଲ, ମୁଁ ପାଖ ଜଙ୍ଗଲକୁ ଯିବି। ଏମିତି କହି କାଉଛୁଆ ପାଖ ଜଙ୍ଗଲକୁ ଗଲା। କିଛି ଦୂର ଗଲା ପରେ ସେ ଦେଖିଲା ଗୋଟିଏ ଅଙ୍ଗୁର ଗଛ ଡାଳରେ ଏକ ବଗଛୁଆ ବସିଥିଲା। ବଗଛୁଆଟି ଅଙ୍ଗୁର ଖାଉଥିଲା। କାଉ ତା ପାଖକୁ ଯାଇ କହିଲା, ଏ ଅଙ୍ଗୁର ମୋର। ତୁ ମୋ ଅଙ୍ଗୁର ଖାଇବାକୁ ସାହସ କେମିତି କଲୁ? ମୁଁ ତ ତତେ ଆଗରୁ ଏ ଜଙ୍ଗଲରେ ଦେଖିନି। ଆମେ ସବୁ ପଶୁପକ୍ଷୀ ଗଛର ଫଳ ଖାଉ। ତୁ ଏଠାକୁ ଆସି ମିଛ କ'ଣ ପାଇଁ କହୁଛୁ? କ'ଣ ହେଲା? ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ରହ, ତତେ ଦେଉଛି ପାନେ। ଏମିତି କହି କାଉଛୁଆଟି ବଗଛୁଆକୁ ବହୁତ ପିଟିଲା। ବଗଛୁଆଟି କାନ୍ଦି କାନ୍ଦି ତା ଘରକୁ ଚାଲିଗଲା। ସେ ତା ବାପା ମାଙ୍କୁ ସବୁ ଘଟଣା ଜାଣିଲା। ଆରେ, ସେ କାଉଛୁଆର ଏତେ ସାହସ! ସେ ଆମ ଜଙ୍ଗଲକୁ ଆସି ଆମ ଛୁଆମାନଙ୍କୁ ପିଟୁଛି। ମୁଁ ଏବେ ତା କଥା ବୁଝୁଛି। ଏମିତି କହି ବାପା ବଗ ତାର ଦୁଇ ସାଙ୍ଗଙ୍କୁ ଧରି ସେ କାଉଛୁଆ ପାଖକୁ ଗଲା। ସେତେବେଳେ କାଉଛୁଆ ବେଶ ଆରାମରେ ବସି ଅଙ୍ଗୁର ଖାଉଥିଲା। କିରେ କାଉଛୁଆ, ତୋର ଏତେ ସାହସ? ଆମ ଜଙ୍ଗଲକୁ ଆସି ଆମ ଉପରେ ଦାଦାଗିରି କରୁଛୁ? ଏବେ ଚାଲ ଆମ ସାଙ୍ଗରେ। ଏମିତି କହି ବଗମାନେ କାଉକୁ ଉଠେଇ ତାଙ୍କ ସାଙ୍ଗରେ ନେଇଗଲେ। ସେପଟେ ଏତେ ସମୟ ଧରି କାଉଛୁଆ ଯେତେବେଳେ ଘରକୁ ନ ଫେରିଲା, ତା ବାପା ମା ବ୍ୟସ୍ତ ହୋଇପଡ଼ିଲେ। ସେମାନେ ଜଙ୍ଗଲ ସାରା ତାଙ୍କ ପୁଅକୁ ଖୋଜିଲେ, ହେଲେ ତାକୁ କୋଉଠି ବି ପାଇଲେନି। ଶେଷରେ ସେମାନେ ପାଖ ଜଙ୍ଗଲକୁ ଗଲେ। କିଛି ଦୂର ଗଲା ପରେ ସେମାନେ ଦେଖିଲେ କିଛି ବଗ କାଉଛୁଆକୁ ଏକ ଗଛରେ ବାନ୍ଧି ଦେଇ ତାକୁ ଜଗିଥିଲେ। ଆରେ, ମୋ ପୁଅର କ'ଣ ହେଇଛି? ତାକୁ ଏଠି ବାନ୍ଧିଛ କ'ଣ ପାଇଁ? ଆଚ୍ଛା, ଏ ଦୁଷ୍ଟ ଛୁଆ ତାହେଲେ ତମମାନଙ୍କର। ଏ ବଦମାସ କାଉ ମୋ ଛୁଆକୁ ଏମିତି ପିଟିଛି ଯେ ତା ଦେହରୁ ରକ୍ତ ବାହାର କରିଦେଇଛି। ଆଜି ଆମେ ୟାକୁ ଜମାରୁ ଛାଡ଼ିବୁନି। ଦୟାକରି ତାକୁ ଛାଡ଼ି ଦିଅନ୍ତୁ। ସେ ଏବେ ବହୁତ ଛୋଟ ଅଛି। ତା ଭୁଲକୁ କ୍ଷମା କରିଦିଅନ୍ତୁ। ସେ ଆଉ କେବେ ବି ଏ ଜଙ୍ଗଲକୁ ଆସିବନି। ଏଠାରୁ ଗଲେ ସିନା ସେ ଆଉ ଏ ଜଙ୍ଗଲକୁ ଆସିବ। ଆମେ ୟାକୁ ଜମାରୁ ଛାଡ଼ିବୁନି। ଏଠି ଏମିତି ବନ୍ଧା ହେଇ ପଡ଼ିଥିବ।
ମା ମୋତେ ଏଠାରୁ ନେଇଯାଅ। ମୋତେ ଏମାନେ ବହୁତ ମାରିଛନ୍ତି। ମୁଁ ଆଉ କେବେ ବି କାହାକୁ ପିଟିବିନି। ପ୍ଲିଜ୍ ମା, ମୋତେ ଏଠାରୁ ନେଇଯାଅ। ପଗ ଭାଇ, ଦୟାକରି ମୋ ଛୁଆକୁ ଛାଡ଼ି ଦିଅନ୍ତୁ। ସେ ଆଉ କେବେ ବି ଏଭଳି ଭୁଲ କରିବନି। ମୋର ଗୋଟିଏ ବୋଲି ପୁଅ, ମୁଁ ତା ବିନା ବଞ୍ଚି ପାରିବିନି। ଦୟାକରି ତାକୁ ଛାଡ଼ି ଦିଅନ୍ତୁ। ଦୁଇ କାଉ ଯେତେ କହିଲେ ବି ବଗମାନେ ତାଙ୍କ ଛୁଆକୁ ଛାଡ଼ିଲେନି। ସେ ଦୁଇ କାଉ ନିଜ ଜଙ୍ଗଲକୁ ଫେରି ଆସିଲେ। ମା କାଉଟି ନିଜ ଭୁଲ ବୁଝି ସାରିଥିଲା। ସେମାନେ ସାହାଯ୍ୟ ପାଇଁ ପାରା ପାଖକୁ ଗଲେ। ସେମାନେ ପାରାକୁ ସବୁ ଘଟଣା ଜଣେଇ ତାକୁ ସାହାଯ୍ୟ ମାଗିଲେ। ଆଚ୍ଛା, ଏବେ ତାହେଲେ ବୁଝିଲ? ଆମେ ଯେତେବେଳେ କହୁଥିଲୁ ନିଜ ପୁଅ ଉପରେ ନଜର ରଖ, ସେତେବେଳେ ତ ତମେମାନେ ଆମ କଥା ଶୁଣିଲନି। ଏବେ ତମମାନଙ୍କ ସହ ଠିକ୍ ହେଇଛି। ମୁଁ ତମମାନଙ୍କୁ ସାହାଯ୍ୟ କରିପାରିବିନି। ଜଙ୍ଗଲରେ କେହି ବି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜି ହେଲେ ନାହିଁ। କେବଳ ଗୋଟେ ଚଢ଼େଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜି ହେଇଗଲା। ତାପରେ ସେମାନେ ସେ ବଗମାନଙ୍କ ପାଖକୁ ଗଲେ। ସେ ଚଢ଼େଇ ବଗମାନଙ୍କୁ ବହୁତ ବୁଝେଇବା ପରେ ସେମାନେ କାଉଛୁଆକୁ ଛାଡ଼ିବା ପାଇଁ ରାଜି ହେଇଗଲେ। ଏଥରକ ଛାଡ଼ି ଦେଉଛି। ଆଉ ଥରେ ଯଦି ୟାକୁ ଆମ ଜଙ୍ଗଲରେ ଦେଖିବୁ, ତାକୁ ଆମେ ଜମାରୁ ଛାଡ଼ିବୁନି। କାଉଛୁଆ ବି ନିଜ ଭୁଲ ବୁଝି ସାରିଥିଲା। ସେମାନେ ବଗମାନଙ୍କୁ କ୍ଷମା ମାଗି ନିଜ ଘରକୁ ଫେରିଗଲେ। ସେବେଠାରୁ କାଉଛୁଆ ଆଉ ଦୁଷ୍ଟ ନ ହେଇ ସମସ୍ତଙ୍କ ସହ ମିଳିମିଶି ରହିଲା। ବସନ୍ତପୁର ନାମକ ଏକ ସୁନ୍ଦର ଗାଁ ଥିଲା। ଗାଁ ଠାରୁ କିଛି ଦୂରରେ ଏକ ବଡ଼ ନଦୀ ବହି ଯାଇଥିଲା। ସେ ନଦୀ ପାଖରେ ଥିଲା ଗୋଟେ ଛୋଟ ଜଙ୍ଗଲ। ସେ ଜଙ୍ଗଲରେ ଗୋଟେ ଟିକି ଚଢ଼େଇ ତା ମା ସାଙ୍ଗରେ ରହୁଥିଲା। ସେମାନଙ୍କର ଗୋଟେ ଅଙ୍ଗୁର ବଗିଚା ଥିଲା। ଟିକି ଚଢ଼େଇର ମା ପ୍ରତିଦିନ ସେ ଅଙ୍ଗୁର ବଗିଚାରୁ ଅଙ୍ଗୁର ନେଇ ବଜାରକୁ ଯାଇ ବିକ୍ରି କରୁଥିଲା। ଆଉ ଏମିତି ସେ ତାର ପରିବାର ଚଳଉଥିଲା। ଆରେ ମା, ମୁଁ ଏବେ ଅଙ୍ଗୁର ବିକ୍ରି କରିବା ପାଇଁ ବଜାରକୁ ଯାଉଛି। ତୁ ଆମ ଅଙ୍ଗୁର ବଗିଚା ଉପରେ ନଜର ରଖିଥିବୁ। କେହି ଯଦି ଅଙ୍ଗୁର ନେବାକୁ ଆସିବେ, ତାଙ୍କଠୁ ଆଗ ଟଙ୍କା ରଖିବୁ। ଏମିତି ମାଗଣାରେ ଦେବୁନି, ବୁଝିଲୁ? ହଁ ମା, ମୁଁ ତ କାହାକୁ ବି ମାଗଣାରେ ଅଙ୍ଗୁର ଦିଏନି। ତୁମେ ଚିନ୍ତା ନ କରି ବଜାରକୁ ଯାଅ। ପ୍ରକୃତରେ ଟିକି ଚଢ଼େଇ ଥିଲା ଟିକେ ବୋକା ଆଉ ସରଳ ସ୍ୱଭାବର। ସେଥିପାଇଁ ସମସ୍ତେ ତାକୁ ବୋକା ବନେଇ ତାଠୁ ଅଙ୍ଗୁର ନେଇ ଯାଉଥିଲେ। ଟିକି ଚଢ଼େଇର ମା ସେଠାରୁ ଯିବା ପରେ ତା ସାଙ୍ଗ କାଉ ଏକ ଝୁଡ଼ି ଧରି ତାଙ୍କ ଘରକୁ ଆସିଲା। ଆରେ ଟିକି ଚଢ଼େଇ, କୁଆଡ଼େ ଗଲୁ? ତୁ ଘରେ ଅଛୁ ତ? ହଁ, ମୁଁ ତ ଘରେ ଅଛି। ତୁ ଏତେ ସକାଳୁ ଆମ ଘରେ? ମୋ ପାଖରେ କିଛି କାମ ଥିଲା କି? ଆଚ୍ଛା ଟିକି ଚଢ଼େଇ, ମାଉସୀ କ'ଣ ଘରେ ନାହାନ୍ତି? ମୁଁ ତ ତାଙ୍କୁ ଦେଖୁନି। ହଁ କାଉ, ମୋ ମା ଏବେ ଘରେ ନାହାନ୍ତି। ସେ ଅଙ୍ଗୁର ବିକ୍ରି କରିବା ପାଇଁ ବଜାରକୁ ଯାଇଛନ୍ତି। ତୋର ଯଦି କିଛି ଦରକାର ମୋତେ କହ। ଆରେ ଟିକି ଚଢ଼େଇ, ଆଜି ଆମ ଘରକୁ କିଛି କୁଣିଆ ଆସିଛନ୍ତି। ସେମାନଙ୍କୁ ଖାଇବାକୁ ଦେବା ପାଇଁ ଆମ ଘରେ କିଛି ବି ନାହିଁ। ବଜାରରେ ଫଳ ସବୁ କେତେ ଦାମ। ସେ ଫଳ କିଣିବା ପାଇଁ ମୋ ପାଖରେ ଏତେ ଟଙ୍କା ବି ନାହିଁ। ତୁ ମୋତେ କିଛି ଅଙ୍ଗୁର ଦେଇଥା। ମୁଁ ବହୁତ ଅସୁବିଧାରେ ଅଛି ସାଙ୍ଗ। ଓ, ଏଇ କଥା। ଆମ ଅଙ୍ଗୁର ବଗିଚାକୁ ଚାଲ। ତୋର ଯେତିକି ଅଙ୍ଗୁର ଦରକାର ତୁ ସେତିକି ନେଇଯିବୁ। ଏମିତି କହି ଟିକି ଚଢ଼େଇ କାଉକୁ ତାଙ୍କ ଅଙ୍ଗୁର ବଗିଚାକୁ ନେଇଗଲା। ସେଠି ଏତେ ଗୁଡ଼ିଏ ଅଙ୍ଗୁର ଦେଖି କାଉ କହିଲା, ଆରେ ଟିକି ଚଢ଼େଇ, ସତରେ ତୋ ବଗିଚାରେ ବହୁତ ଅଙ୍ଗୁର ହେଇଛି। ମୁଁ ନା ଆଗରୁ ଏତେ ଅଙ୍ଗୁର କୋଉଠି ବି ଦେଖିନି। ତୁ ଯଦି ରାଜି ହେବୁ, ମୁଁ ଅଙ୍ଗୁର ତୋଳିବି। ହଁ କାଉ, ତୋର ଯେତିକି ଅଙ୍ଗୁର ଦରକାର ତୁ ତୋଳିକି ନେଇଯା। ତାପରେ କାଉ ବହୁତ ଗୁଡ଼ିଏ ଅଙ୍ଗୁର ତୋଳି ସେ ସବୁ ଧରି ତା ଘରକୁ ଚାଲିଗଲା। ସନ୍ଧ୍ୟାରେ ଟିକି ଚଢ଼େଇର ମା ତା ଘରକୁ ଫେରିଲା। ପରଦିନ ସକାଳେ ମା ଝିଅ ଅଙ୍ଗୁର ତୋଳିବା ପାଇଁ ତାଙ୍କ ବଗିଚାକୁ ଗଲେ। ଆରେ ଝିଅ, ବଗିଚାରେ ଏତେ କମ ଅଙ୍ଗୁର ଅଛି? ମୁଁ କାଲି ତ ବଗିଚାରେ ବହୁତ ଅଙ୍ଗୁର ଦେଖିଥିଲି। ଆଜି ଏତେ କମ କେମିତି ହେଲା? ମା, କାଲି ତମେ ବଜାରକୁ ଯିବା ପରେ ମୋ ସାଙ୍ଗ କାଉ ଆମ ଘରକୁ ଆସିଥିଲା। ସେ ବହୁତ ଅସୁବିଧାରେ ଥିଲା। ତା ଘରକୁ କୁଣିଆ ଆସିଥିଲେ। ତାଙ୍କୁ ଖାଇବାକୁ ଦେବା ପାଇଁ ତା ପାଖରେ ଗୋଟେ ବି ଫଳ ନଥିଲା। ସେ ମୋତେ ସାହାଯ୍ୟ ମାଗିବାରୁ ମୁଁ ତାକୁ ଅଙ୍ଗୁର ଦେଇ ସାହାଯ୍ୟ କଲି।
ତୁ ଏତେ ବୋକା କେମିତି ହେଇଗଲୁ? କାଉ ପାଖରେ ତ ବହୁତ ଟଙ୍କା ଅଛି, ସେ ତତେ ବୋକା ବନେଇ ତୋଠୁ ଅଙ୍ଗୁର ନେଇଗଲା। ତୋ ସରଳ ସ୍ୱଭାବ ଯୋଗୁଁ ସମସ୍ତେ ତତେ ବୋକା ବନେଇ ଦେଉଛନ୍ତି। ତୋ ପାଇଁ ମୋର ସବୁବେଳେ ଚିନ୍ତା, ଆଗକୁ ତୁ କ'ଣ ଯେ କରିବୁ। ମା, ମୁଁ କେମିତି ଜାଣିବି କାଉ ମିଛ କହୁଛି? ସେ ମୋତେ ଯେମିତି କହି ସାହାଯ୍ୟ ମାଗିଲା, ମୁଁ ଭାବିଲି ସେ ସତ ସତିକା ଅସୁବିଧାରେ ଅଛି। ହଉ, ତୁ ଆଉ ମନ ଦୁଃଖ କରନି, ଚାଲ ଏବେ ଘରକୁ ଯିବା। ଏଭଳି ଭୁଲ ଆଉ କେବେ ବି କରିବୁନି, ବୁଝିଲୁ? ଏମିତି କହି ଟିକି ଚଢ଼େଇ ଆଉ ତାର ମା ଘରକୁ ଚାଲିଗଲେ। କିଛି ଦିନ ବିତିଗଲା। ଥରେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ବର୍ଷାରେ ଚଢ଼େଇ ବଗିଚାର ସବୁ ଅଙ୍ଗୁର ଗଛ ଭାଙ୍ଗିଗଲା। ବର୍ଷା ଛାଡ଼ିବା ପରେ ଟିକି ଚଢ଼େଇ ଆଉ ତାର ମା ଯେତେବେଳେ ତାଙ୍କ ଅଙ୍ଗୁର ବଗିଚାକୁ ଗଲେ, ବଗିଚାର ଏପରି ଅବସ୍ଥା ଦେଖି ମା ଚଢ଼େଇଟି ଚିନ୍ତାରେ ପଡ଼ିଗଲା। ଆରେ, ଏ କ'ଣ ହେଇଗଲା? ଆମର ସବୁ ଅଙ୍ଗୁର ଗଛ ନଷ୍ଟ ହେଇଯାଇଛି। ଅଙ୍ଗୁର ବିକ୍ରି କରି ମୁଁ ଘର ଚଳାଉଥିଲି, ଏବେ ମୁଁ ଘର କେମିତି ଚଳେଇବି? କ'ଣ କରିବି ମୁଁ ଏବେ? ତୁମେ ଚିନ୍ତା କରନି ମା, ସବୁ କିଛି ଠିକ୍ ହେଇଯିବ। ବଗିଚାର ଏପରି ଅବସ୍ଥା ଦେଖି ମା ଚଢ଼େଇଟି ବହୁତ ଭାଙ୍ଗି ପଡ଼ିଲା। ତାର ମୁଣ୍ଡ ବୁଲେଇବା ଯୋଗୁଁ ସେ ମାଟିରେ ପଡ଼ିଗଲା। ସେଇ ଚିନ୍ତାରେ ମା ଚଢ଼େଇର ଦେହ ଭୀଷଣ ଖରାପ ହେଇଗଲା। ସେ ବିଛଣାରୁ ଉଠି ପାରିଲାନି। ଏସବୁ ଦେଖି ଟିକି ଚଢ଼େଇ ବହୁତ କାନ୍ଦିଲା। ହେ ଭଗବାନ, ମାର କ'ଣ ଅବସ୍ଥା ହେଇଗଲା? ଗୋଟେ ପଟେ ମାର ଦେହ ଖରାପ, ଆଉ ଗୋଟେ ପଟେ ଅଙ୍ଗୁର ବଗିଚାର କ୍ଷତି। ଘରେ ତ କିଛି ଖାଇବାକୁ ନାହିଁ, ଏବେ ମୁଁ କ'ଣ କରିବି? ଆରେ ହଁ, ଚାଲ ମୁଁ ମୋ ସାଙ୍ଗ କାଉ ପାଖକୁ ଯିବି ଆଉ ତାକୁ ସାହାଯ୍ୟ ମାଗିବି। ମୁଁ ତାକୁ ତା ଅସୁବିଧା ସମୟରେ ଥରେ ସାହାଯ୍ୟ କରିଥିଲି, ଏବେ ମୋ ବିପଦ ସମୟରେ ସେ ମୋତେ ନିଶ୍ଚୟ ସାହାଯ୍ୟ କରିବ। ଏମିତି ଚିନ୍ତା କରି ଟିକି ଚଢ଼େଇ କାଉର ଘରକୁ ଗଲା ଆଉ ତାକୁ ଡାକିଲା। ଟିକି ଚଢ଼େଇର ପାଟି ଶୁଣି କାଉ ତା ଘରୁ ବାହାରି ଆସିଲା। କ'ଣ ହେଲା ଟିକି ଚଢ଼େଇ? ଏତେ ଜୋର ଜୋରେ ପାଟି କାହିଁକି କରୁଛୁ? ତୋ ପାଟି ଶୁଣି ମୋ ନିଦ ଭାଙ୍ଗିଗଲା। କ'ଣ ପାଇଁ ଡାକୁଛୁ କହ? ସାଙ୍ଗ, ମୁଁ ବହୁତ ବଡ଼ ବିପଦରେ ପଡ଼ିଛି। ମୋ ମାର ଦେହ ଖରାପ, ବର୍ଷାରେ ଆମ ଅଙ୍ଗୁର ବଗିଚା ନଷ୍ଟ ହେଇଯାଇଛି। ଆମ ଘରେ ଖାଇବାକୁ କିଛି ନାହିଁ। ତୁ ଟିକେ ମୋତେ ସାହାଯ୍ୟ କର, ମୋତେ କିଛି ଖାଇବାକୁ ଦେ। 2 ଦିନ ହେଲାଣି ମୁଁ ଆଉ ମୋ ମା କିଛି ଖାଇନୁ। ମୋ ମା ଏବେ ଘରେ ନାହିଁ, ତତେ ଦେବା ପାଇଁ ମୋ ପାଖରେ କିଛି ନାହିଁ। ତୁ ଯା ଏଠୁ। ଏମିତି କହନି କାଉ, ତୋ ଅସୁବିଧା ସମୟରେ ମୁଁ ତତେ ସାହାଯ୍ୟ କରିଥିଲି ନା। ସାହାଯ୍ୟ? କେତୋଟା ଅଙ୍ଗୁର ଦେଇ କହୁଛୁ ସାହାଯ୍ୟ କରିଛୁ? ଏବେ ତ ମୁଁ ତତେ ଜମା ବି ସାହାଯ୍ୟ କରିବିନି। ଚାଲିଯା ମୋ ସାମ୍ନାରୁ। କାଉ ପାଖରୁ ଏମିତି ଶୁଣି ଟିକି ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲିଗଲା। ସେ ଗୋଟେ ନଦୀ ପାଖରେ ବସି କାନ୍ଦିବାକୁ ଲାଗିଲା। ହଠାତ୍ ତାର ନଜର ନଦୀରେ ଭାସୁଥିବା ଏକ ଚଢ଼େଇ ଉପରେ ପଡ଼ିଲା। ଚଢ଼େଇଟି ନଦୀରେ ବୁଡ଼ି ଯାଉଥିଲା ଆଉ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲା। ସେ ଚଢ଼େଇର ପାଟି ଶୁଣି ଟିକି ଚଢ଼େଇ ତୁରନ୍ତ ତା ପାଖକୁ ଗଲା ଆଉ ବହୁତ କଷ୍ଟରେ ତାକୁ ନଦୀରୁ ବାହାର କରି ଉପରକୁ ନେଇ ଆସିଲା। ସେ ଚଢ଼େଇକୁ ହୋସ୍ ଆସିଲା ପରେ ସେ ଟିକି ଚଢ଼େଇକୁ କହିଲା, ଆରେ ଝିଅ, ତତେ ବହୁତ ଧନ୍ୟବାଦ। ତୋ ପାଇଁ ଆଜି ମୋ ଜୀବନ ବଞ୍ଚିଗଲା। ଗୋଟେ ଦୁଷ୍ଟ ଯାଦୁଗର ମୋତେ ତା ସାଙ୍ଗରେ ନେଇ ଯାଉଥିଲା। ତା ପାଖରୁ ରକ୍ଷା ପାଇବା ପାଇଁ ମୁଁ ଏ ନଦୀକୁ ଡେଇଁ ପଡ଼ିଥିଲି, ହେଲେ ମୁଁ ନଦୀରୁ ବାହାରି ପାରିଲିନି। ତୁ ଥିଲୁ ବୋଲି ମୋତେ ନଦୀରୁ ବାହାର କରିଦେଲୁ। ଆରେ ଝିଅ, ତୁ ତ ବହୁତ ଛୋଟ, ଏକୁଟିଆ ନଦୀ କୂଳରେ କାହିଁକି ବସିଥିଲୁ? ଟିକି ଚଢ଼େଇ କାନ୍ଦି କାନ୍ଦି ସେ ଚଢ଼େଇକୁ ତା ଦୁଃଖ କଥା ଜଣେଇଲା। ସେ ଚଢ଼େଇଟି ଅନେକ ପ୍ରକାରର ଯାଦୁବିଦ୍ୟା ଜାଣିଥିଲା। ସେ ଟିକି ଚଢ଼େଇକୁ କହିଲା, ଆରେ ଝିଅ, ମୋତେ ତ ଅଙ୍ଗୁର ବଗିଚାକୁ ନେଇଯା, ମୁଁ ତୋର ସବୁ ସମସ୍ୟା ଦୂର କରିଦେବି। ତାପରେ ଟିକି ଚଢ଼େଇ ଆଉ ସେ ରଙ୍ଗୀନ ଚଢ଼େଇ ତାଙ୍କ ଅଙ୍ଗୁର ବଗିଚାକୁ ଗଲେ। ରଙ୍ଗୀନ ଚଢ଼େଇ ତା ଶକ୍ତିରେ ତାଙ୍କ ଅଙ୍ଗୁର ବଗିଚାକୁ ପୂର୍ବ ଭଳି କରିଦେଲା। ସେ ଗଛରେ ଗୋଲାପୀ ଅଙ୍ଗୁର ଫଳିଲା। ଆରେ ବାଃ, ଗୋଲାପୀ ଅଙ୍ଗୁର! ଏ ଅଙ୍ଗୁର ସବୁ କେତେ ସୁନ୍ଦର ଦେଖାଯାଉଛି। ଏ ଅଙ୍ଗୁର କେବଳ ସୁନ୍ଦର ନୁହଁ, ବହୁତ ମିଠା ବି। ଏ ଯାଦୁର ଅଙ୍ଗୁର କେବେ ବି ସରିବନି। ତୁ ଏସବୁ ବିକ୍ରି କରି ତୋର ସବୁ ସମସ୍ୟା ଦୂର କରିଦେବୁ। ଆଉ ହଁ ଝିଅ, ତୋ ମାଆକୁ ବି ଏ ଅଙ୍ଗୁର ଖାଇବାକୁ ଦେବୁ। କିଛି ଦିନ ଭିତରେ ହିଁ ସେ ସୁସ୍ଥ ହେଇଯିବ।
ପରଦିନରୁ ହିଁ ଟିକି ଚଢ଼େଇ ସେ ଗୋଲାପୀ ଅଙ୍ଗୁରକୁ ନେଇ ବଜାରକୁ ଗଲା ଆଉ ବିକ୍ରି କଲା। ସବୁ ଚଢ଼େଇ ବି ସେ ଗୋଲାପୀ ଅଙ୍ଗୁରକୁ ଖୁବ୍ ପସନ୍ଦ କରୁଥିଲେ ଆଉ ତା ପାଖରୁ ହିଁ ଅଙ୍ଗୁର କିଣୁଥିଲେ। ଟିକି ଚଢ଼େଇର ମା ବି ସେ ଗୋଲାପୀ ଅଙ୍ଗୁର ଖାଇ କିଛି ଦିନ ଭିତରେ ହିଁ ସୁସ୍ଥ ହେଇଗଲା ଆଉ ତାପରେ ସେ ଦୁଇ ମା ଝିଅ ତାଙ୍କ ଅଙ୍ଗୁର ବଗିଚାର ଖୁବ୍ ଯତ୍ନ ନେଲେ ଆଉ ସେ ଗୋଲାପୀ ଅଙ୍ଗୁର ବିକ୍ରି କରି ଖୁସିରେ ରହିଲେ। ଗୋଟିଏ ଛୋଟ ଜଙ୍ଗଲର ଏକ ଗଛ ଡାଳରେ ରିଙ୍କୁ ନାମକ ଏକ କାଉ ତାର ଦୁଇ ଛୁଆଙ୍କ ସହ ବସା ବାନ୍ଧି ରହୁଥିଲା। କାଉର ଦୁଇ ଛୁଆ ଥିଲେ ବହୁତ ଦୁଷ୍ଟ। ସେମାନେ ତାଙ୍କ ମାର କଥା ଜମା ବି ଶୁଣୁନଥିଲେ ଆଉ ସବୁବେଳେ ଖାଇବା ନଷ୍ଟ କରୁଥିଲେ। କିଛି ଦିନ ପରେ ସେ ଜଙ୍ଗଲକୁ ଗୋଟେ ମିଟୁ, ଗୋଟେ ପାରା ଆଉ ଗୋଟେ ମିନୁ ଚଢ଼େଇ ରହିବାକୁ ଆସିଲେ। ସେମାନେ କାଉ ରହୁଥିବା ଗଛରେ ରହିଲେ। ସମସ୍ତେ ଗୋଟେ ଗଛରେ ରହୁଥିବା ଯୋଗୁଁ ଖୁବ୍ ଶୀଘ୍ର ସେମାନେ ଭଲ ସାଙ୍ଗ ହେଇଗଲେ। ଯିଏ ବି ବିପଦରେ ପଡୁଥିଲା ଅନ୍ୟ ଜଣେ ତାକୁ ସାହାଯ୍ୟ କରୁଥିଲା। ଦିନେ ଜଙ୍ଗଲରେ ଖୁବ୍ ଜୋରେ ଝଡ଼ ତୋଫାନ ହେଲା। ଜଙ୍ଗଲର ଅଧିକାଂଶ ଗଛ ତଳେ ପଡ଼ିଗଲା। କାଉ ଓ ପକ୍ଷୀମାନେ ଯେଉଁ ଗଛରେ ରହୁଥିଲେ ସେ ଗଛ ବି ଭାଙ୍ଗି ତଳେ ପଡ଼ିଗଲା। ଗଛ ତଳେ ରିଙ୍କୁ କାଉର ଛୁଆମାନେ ଅଟକି ଗଲେ। ସେମାନେ ବାହାରକୁ ଆସିପାରିଲେନି। ଦୁଇ ଛୁଆ ମା ବଞ୍ଚାଅ ବୋଲି ପାଟି କଲେ। ମୋ ଛୁଆମାନେ ଗଛ ତଳେ ରହିଗଲେ, କେହି ତ ମୋ ଛୁଆମାନଙ୍କୁ ବଞ୍ଚାଅ। ମିଟୁ ମଧ୍ୟ ଗଛ ତଳେ ଚାପି ହେଇଯାଇଥିଲା। ସେ ବହୁତ କଷ୍ଟରେ ଗଛ ତଳୁ ବାହାରି କାଉର ଦୁଇ ଛୁଆଙ୍କୁ ଗଛରୁ ବାହାର କରିଦେଲା। କାଉର ଦୁଇ ଛୁଆ ଯେମିତି ଗଛରୁ ବାହାରି ଆସିଲେ ହଠାତ୍ ସେ ଗଛ ଉପରକୁ ବିଜୁଳି ମାରିଲା। ଗଛ ସହ ମିଟୁ ବି ପଡ଼ିଗଲା। ମିଟୁର ଛୁଆ ଏସବୁ ଦେଖି ବହୁତ କାନ୍ଦିଲା। ମା, ମୁଁ ତୋ ବିନା କେମିତି ବଞ୍ଚିବି? ଶେଷ ଥର ପାଇଁ ମୁଁ ତୋତେ ଦେଖି ବି ପାରିଲିନି। ତୋ ମା ମୋ ଛୁଆଙ୍କର ଜୀବନ ବଞ୍ଚେଇଛି। ଆଜିଠୁ ତୁ ବି ମୋର ଛୁଆ। ହଁ, ତୋ ମା ଆମର ବହୁତ ଭଲ ସାଙ୍ଗ ଥିଲା। ତୁ ଚିନ୍ତା କରନି ଝିଅ, ଆମେ ଥାଉ ଥାଉ ତୋର କିଛି କ୍ଷତି ହେବନି। ଏମିତି କହି ସେ ତିନି ଜଣ ଛୁଆମାନଙ୍କୁ ନିଜ ପରରେ ଘୋଡ଼େଇ ରଖିଲେ। ରାତି ସାରା ଭୀଷଣ ବର୍ଷା ହେଲା। ସେ ତିନି ଜଣ ବର୍ଷାରେ ଭିଜି ଭିଜି ରାତି କାଟିଲେ। ମା, ଭାରି ଭୋକ ଲାଗିଲାଣି। ତମେ ମାନେ ଟିକେ ଅପେକ୍ଷା କର, ମୁଁ ଯାଇ ଦେଖୁଛି କିଛି ଖାଇବା ମିଳିବ କି ନାହିଁ। ତୁ ବହୁତ ଦୁର୍ବଳ ଦେଖାଯାଉଛୁ, ଭଲରେ ଯିବୁ ସାଙ୍ଗ। କାଉ ବହୁତ ସମୟ ଯାଏଁ ଖାଇବା ଖୋଜିଲା, ହେଲେ ସେ କୋଉଠି ବି କିଛି ଖାଇବା ପାଇଲାନି। ବର୍ଷା ଯୋଗୁଁ ଜଙ୍ଗଲର ସବୁ ଖାଇବା ନଷ୍ଟ ହେଇଯାଇଥିଲା। ରାତି ସାରା ଭିଜିବା ଯୋଗୁଁ କାଉ ବହୁତ ଦୁର୍ବଳ ହେଇଯାଇଥିଲା। ସେ ବେଶୀ ଉଡ଼ି ପାରିଲାନି। ଶେଷରେ କାଉ ଏକ ନଦୀରେ ପଡ଼ିଗଲା ଆଉ ତାର ଜୀବନ ଚାଲିଗଲା। ବହୁତ ସମୟ ଯାଏଁ ଯେତେବେଳେ କାଉ ନ ଫେରିଲା, ପାରା କାଉକୁ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଗଲା। କିଛି ଦୂର ଗଲା ପରେ ସେ କାଉକୁ ନଦୀରେ ପଡ଼ିଥିବାର ଦେଖିଲା। କାଉର ଅବସ୍ଥା ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଲା। ସାଙ୍ଗ, ତୁ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲୁ। ଏବେ ମୁଁ ତୋର ଛୁଆମାନଙ୍କୁ କ'ଣ ଉତ୍ତର ଦେବି? ଏମିତି ଦୁଃଖରେ କାନ୍ଦି କାନ୍ଦି ପାରା ଫେରିଲା। ରିଙ୍କୁ କାଉ କୁଆଡ଼େ ଗଲା? ତୁ ତାକୁ ପାଇଲୁ କି ନାହିଁ? ସେ କେତେବେଳେ ଫେରିବ? ସେ ଆଉ କେବେ ବି ଫେରିବନି। ଏମିତି କାନ୍ଦି କାନ୍ଦି ପାରା ସବୁ କଥା ସମସ୍ତଙ୍କୁ କହିଲା। କାଉର ଦୁଇ ଛୁଆଙ୍କ ସହ ସବୁ ପକ୍ଷୀ କାନ୍ଦିବାକୁ ଲାଗିଲେ। ଏ ଜଙ୍ଗଲରେ ଆଉ ଖାଇବା ନାହିଁ। ଏଠି ବେଶୀ ଦିନ ରହିଲେ ଆମେ ନ ଖାଇ ନ ପିଇ ମରିଯିବା। ଚାଲ ଆମେ ଆଉ ଗୋଟେ ଜାଗାକୁ ଯାଇ ରହିବା। ସବୁ ପକ୍ଷୀ ପାରାର କଥାକୁ ମାନି ସେଠାରୁ ଉଡ଼ି ଚାଲିଗଲେ। ବହୁତ ଦୂର ଗଲା ପରେ ବି ସେମାନେ କିଛି ଖାଇବାକୁ ପାଇଲେନି। ସମସ୍ତେ ବହୁତ ଥକି ଯାଇଥିଲେ। ଆରାମ କରିବା ପାଇଁ ସେମାନେ ଗୋଟେ ଗଛରେ ରହିଲେ। ମୁଁ ବହୁତ ଥକି ଯାଇଛି, ମୁଁ ଟିକେ ଶୋଇବି। ହଁ ପାରା, ତୁ ଆରାମ କର, ମୁଁ ଛୁଆମାନଙ୍କୁ ଜଗିଛି। ଏମିତି ସନ୍ଧ୍ୟା ହେଇଗଲା। ଛୁଆମାନେ ମିନୁ ଚଢ଼େଇକୁ ଖାଇବା ମାଗିଲେ। ପାରା ଉଠୁ, ଏତେ ସମୟ ଯାଇ ଶୋଇଛୁ, ଛୁଆମାନେ ଖାଇବାକୁ ମାଗିଲେଣି। ତୁ ଟିକେ ଛୁଆମାନଙ୍କ ପାଖରେ ରହ, ମୁଁ ଖାଇବା ଖୋଜିବାକୁ ଯିବି। ହେଲେ ପାରା ଆଉ ଉଠିଲାନି। ସେ ସବୁଦିନ ପାଇଁ ଶୋଇ ଯାଇଥିଲା। ଏମିତି ଦେଖି ମିନୁ ଚଢ଼େଇ ବହୁତ ଦୁଃଖୀ ହେଇଗଲା। ସେ କାନ୍ଦିବାକୁ ଲାଗିଲା। ହେ ଭଗବାନ, ଏ କ'ଣ ହେଇଗଲା? ଏବେ ମୁଁ କ'ଣ କରିବି? ମିନୁ ଚଢ଼େଇ ଛୁଆମାନଙ୍କୁ ବୁଝେଇ ତାଙ୍କୁ ଧରି ଖାଇବା ଖୋଜିବା ପାଇଁ ଚାଲିଗଲା। ବହୁତ ଦୂର ଯିବା ପରେ ସେମାନେ କିଛି ଖାଇବା ଦେଖିଲେ।
ମାଟି ଉପରେ ଅଳ୍ପ କିଛି ସୋରିଷ ଦାନା ପଡ଼ିଥିଲା। ତଳକୁ ଯାଇ ତିନି ଛୁଆ ଖାଇବାକୁ ଲାଗିଲେ। ମିନୁ ଚଢ଼େଇ ବହୁତ ଥକି ଯାଇଥିଲା। ସେ ତଳେ ପଡ଼ିଗଲା। ସେ ମିଟୁର ଛୁଆକୁ କହିଲା, ଆରେ ଝିଅ, ତୁ ବଡ଼ ଅଛୁ, ମୁଁ ବୋଧେ ଆଉ ବଞ୍ଚିବିନି। କାଉର ଦୁଇ ଛୁଆ ତତେ ଲାଗିଲେ, ତୁ ସେମାନଙ୍କର ଧ୍ୟାନ ରଖିବୁ। ଏମିତି କହିବା ପରେ ପରେ ମିନୁ ଚଢ଼େଇର ଜୀବନ ଚାଲିଗଲା। ଏବେ ତିନି ଛୁଆ ପୁରା ଏକୁଟିଆ ହେଇଗଲେ। ଖାଇବା ପାଇ ମଧ୍ୟ ସେମାନେ ଖୁସି ହେଇପାରିଲେନି। କାଉର ଦୁଇ ଛୁଆ ଖାଇବାର ମୂଲ୍ୟ ଭଲ ଭାବରେ ବୁଝିଗଲେ। ସେଦିନ ପରଠାରୁ ସେମାନେ ଆଉ କେବେ ବି ଖାଇବା ନଷ୍ଟ କଲେ ନାହିଁ। ସେହି ଜଙ୍ଗଲର ଏକ ଗଛରେ ତିନି ଜଣ ବସା ତିଆରି କରି ରହିଲେ। ସେ ତିନି ଜଣ ଯାହା ବି ଖାଇବା ପାଉଥିଲେ ତାର ଅଧା ଭବିଷ୍ୟତ ପାଇଁ ସଞ୍ଚୟ କରି ରଖୁଥିଲେ। ଥରେ ଗୋଟିଏ ଜଙ୍ଗଲରେ ଏକ ଛୋଟ ଟିକି ଚଢ଼େଇ ତା ସ୍ୱାମୀ ଲିଟୁ ଚଢ଼େଇ ସାଙ୍ଗରେ ଏକ ଗଛରେ ବସା ତିଆରି କରି ରହୁଥିଲା। ସେହି ଜଙ୍ଗଲରେ ଗୋଟିଏ ଦୁଷ୍ଟ ବଡ଼ କାଉ ରହୁଥିଲା। ଜଙ୍ଗଲରେ ଯେଉଁ ଚଢ଼େଇ ଅଣ୍ଡା ଦେଉଥିଲା, କାଉ ସେମାନଙ୍କ ଅଣ୍ଡା ତଳେ ପକାଇ ଦେଉଥିଲା। ବେଳେ ବେଳେ ତ ସେ ଅଣ୍ଡାକୁ ଚୋରି କରି ତା ଘରକୁ ନେଇଯାଉଥିଲା। କାଉକୁ ଏସବୁ କରି ବହୁତ ଖୁସି ମିଳୁଥିଲା। ସେ ଦୁଷ୍ଟ କାଉ ପାଇଁ ଜଙ୍ଗଲର ସବୁ ଚଢ଼େଇ ଚିନ୍ତାରେ ଥିଲେ। ଦିନେ ଟିକି ଚଢ଼େଇ ତା ସ୍ୱାମୀକୁ କହିଲା, ଆରେ ଶୁଣୁଛ, ଏ ଜଙ୍ଗଲରେ ଗୋଟେ ଦୁଷ୍ଟ କାଉ ରୁହେ। ମୁଁ ଶୁଣିଛି ସେ ସବୁ ଚଢ଼େଇଙ୍କ ଅଣ୍ଡାକୁ ଗଛର ତଳକୁ ପକାଇ ତାକୁ ନଷ୍ଟ କରିଦିଏ। ଆମ ଅଣ୍ଡାରୁ ଛୁଆ ବାହାରିବାର ସମୟ ହେଇଗଲାଣି। ମତେ ଭାରି ଡର ଲାଗୁଛି, ଯଦି ସେ ଦୁଷ୍ଟ କାଉ ଆମ ଅଣ୍ଡାର କିଛି କ୍ଷତି କରିଦେବ। ଆରେ ନା ନା, ତୁ ଜମା ଚିନ୍ତା କରନି। ସେ ଦୁଷ୍ଟ କାଉ ଆମ ଅଣ୍ଡାର କିଛି କ୍ଷତି କରିପାରିବନି। ମୁଁ ଅଛି ନା ତୋ ସାଙ୍ଗରେ। ଏବେ ମୁଁ କିଛି ଖାଇବା ଆଣିବାକୁ ଯାଉଛି। ତୁ ନିଜର ଆଉ ଅଣ୍ଡା ଗୁଡ଼ିକର ଧ୍ୟାନ ରଖିବୁ। ଏମିତି କହି ଲିଟୁ ଚଢ଼େଇ ଖାଇବା ଖୋଜିବା ପାଇଁ ସେଠାରୁ ଚାଲିଗଲା। ସେ ଯିବାର କିଛି ସମୟ ପରେ ପରେ ସେ ଦୁଷ୍ଟ କାଉ ସେଠାକୁ ଚାଲି ଆସିଲା। କା କା, ଆଚ୍ଛା, ତୁ ତାହେଲେ ଏଇଠି ଲୁଚେଇକି ତ ଅଣ୍ଡା ରଖିଛୁ। ତୁ କ'ଣ ଭାବିଥିଲୁ ମୁଁ ତ ଅଣ୍ଡା କେବେ ବି ପାଇବିନି? ଆଜି ମୋ ହାତରୁ ତ ଅଣ୍ଡାକୁ କେହି ରକ୍ଷା କରିପାରିବେନି। ଆରେ ଦୁଷ୍ଟ କାଉ, ସେଇଠି ରହ। ମୋ ଅଣ୍ଡା ଗୁଡ଼ିକ ଉପରେ ନଜର ପକାନି। ତୁ ଯଦି ଆଉ ଟିକେ ବି ଆଗକୁ ଆସିବୁ, ମୁଁ ତତେ ଜମାରୁ ଛାଡ଼ିବିନି। କ'ଣ ହେଲା? ତୁ ଏତେ ଛୋଟ ଚଢ଼େଇ ହେଇ ମତେ ଧମକ ଦେଉଛୁ? ଆରେ ଆରେ, ମୁଁ ତ ପୁରା ଡରିଗଲି। ଏବେ ଦେଖ ମୁଁ ତୋର କ'ଣ ଅବସ୍ଥା କରୁଛି। ଏମିତି କହି କାଉ ଟିକି ଚଢ଼େଇକୁ ମାରିବାକୁ ଲାଗିଲା। ଟିକି ଚଢ଼େଇ ବି କାଉ ସହ ଲଢ଼େଇ କଲା, ହେଲେ ସେ କାଉକୁ ହରି ପାରିଲାନି। ସେ ତଳେ ପଡ଼ିଗଲା। ତା ଦେହରୁ ଧାର ଧାର ରକ୍ତ ବହିଗଲା। କ'ଣ ହେଲା? ଏବେ ଉଠୁନୁ କ'ଣ ପାଇଁ? ଏତେ ଛୋଟ ଚଢ଼େଇ ହେଇ ମୋ ସହ ଲାଗୁଥିଲୁ ନା? ଦେଖିଲୁ ମୁଁ ତୋର ଅବସ୍ଥା କ'ଣ କଲି? କାଉ, ମୋ ଅଣ୍ଡାରୁ କିଛି କ୍ଷତି କରନି। ମତେ କ୍ଷମା କରିଦେ। କିଛି ଦିନ ପରେ ମୋ ଅଣ୍ଡାରୁ ଛୁଆ ବାହାରିବେ। ମୋ ଛୁଆମାନଙ୍କ ଉପରେ ଟିକେ ଦୟା କର। ହା ହା ହା, ତୁ ଯେତେ କାନ୍ଦିଲେ ବି ମୁଁ ତ ଅଣ୍ଡା ଛାଡ଼ି ପାରିବିନି। ମୁଁ ତ ଅଣ୍ଡା ଗୁଡ଼ିକୁ ଏଠୁ ନେଇକି ହିଁ ଯିବି। ଦୁଷ୍ଟ କାଉ ଟିକି ଚଢ଼େଇର ଅଣ୍ଡା ଧରି ସେଠାରୁ ଚାଲିଗଲା। ଚଢ଼େଇଟି ଆହତ ଅବସ୍ଥାରେ ସେମିତି ପଡ଼ି ରହିଲା। କିଛି ସମୟ ପରେ ଲିଟୁ ଚଢ଼େଇ ଖାଇବା ଧରି ଘରକୁ ଫେରିଲା। କ'ଣ ହେଲା ତୋର? ତୁ କାନ୍ଦୁଛୁ କ'ଣ ପାଇଁ? ମୁଁ ତମକୁ କହିଥିଲି ନା, ସେ ଦୁଷ୍ଟ କାଉ ଏଠାକୁ ଚାଲି ଆସିବ। ସେ ଆସିଥିଲା ଆଉ ଆମ ଅଣ୍ଡାକୁ ନେଇ ଏଠାରୁ ଚାଲିଗଲା। ମୁଁ ତାକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କଲି, ହେଲେ ପାରିଲିନି। ସେ ଦୁଷ୍ଟ କାଉକୁ ମୁଁ ଜମାରୁ ଛାଡ଼ିବିନି। ଚାଲ ଆମେ ଏବେ ହିଁ ତା ଘରକୁ ଯିବା। ସେ ଆମ ଅଣ୍ଡାର କିଛି କ୍ଷତି କରିବା ପୂର୍ବରୁ ଆମେ ଆମ ଅଣ୍ଡା ଗୁଡ଼ିକୁ ସୁରକ୍ଷିତ ଏଠାକୁ ନେଇ ଆସିବା। ହଁ, ତମେ ଠିକ୍ କହିଛ। ଚାଲ ଚାଲ, ଶୀଘ୍ର ଆମେ ତା ଘରକୁ ଯିବା। ଏମିତି ସେ ଦୁଇ ଚଢ଼େଇ କାଉର ଘରକୁ ଗଲେ। ସେତେବେଳେ ସେମାନେ ଦେଖିଲେ କାଉ ସେମାନଙ୍କ ଅଣ୍ଡାକୁ ତା ବସାରେ ରଖି ସେ ଅଣ୍ଡା ଗୁଡ଼ିକୁ ଦେଖୁଛି। ଆରେ ଏ ଦୁଷ୍ଟ କାଉ, ତୋର ସାହସ କେମିତି ହେଲା ଆମ ଅଣ୍ଡାକୁ ଆଣିବା ପାଇଁ? ଭଲରେ ଆମ ଅଣ୍ଡା ଆମକୁ ଫେରେଇ ଦେ, ନହେଲେ ମୋଠୁ ଖରାପ କେହି ହେବେନି। ଆଚ୍ଛା, ତମେମାନେ ଏବେ ମୋ ଘରକୁ ଚାଲି ଆସିଲ ସିନା, ହେଲେ ଏବେ ଏଠାରୁ ଯାଇପାରିବନି। ମୁଁ ତମ ଅଣ୍ଡା ସହ ତମମାନଙ୍କୁ ବି ମାରିଦେବି। ତୁ କ'ଣ ଆମମାନଙ୍କୁ ମାରିବୁ? ଆଜି ଆମେ ତତେ ମାରି ଆମ ଅଣ୍ଡାକୁ ଏଠାରୁ ନେଇଯିବୁ। ଏମିତି କଥା ଶୁଣି କାଉ ବହୁତ ରାଗିଗଲା। ସେ ତାର ଆଉ ଏକ ସାଙ୍ଗକୁ ଡାକିଲା। ଆରେ, ଏ କାଉ ତ ତା ସାଙ୍ଗକୁ ଡାକିଲାଣି। ଆମେ ଦୁଇ ଜଣ ମିଶି ଏମାନଙ୍କ ସହ ଲଢ଼େଇ କରିପାରିବାନି। ଏବେ କ'ଣ କରିବା? ତୁ ଚିନ୍ତା କରନି, ମୋ ପାଖରେ ଗୋଟେ ଉପାୟ ଅଛି।
ମୁଁ ଏ ଦୁଇ କାଉଙ୍କୁ ଗୋଟେ ପଟେ ନେଇ ଯାଉଛି। ତୁ ସୁଯୋଗ ଦେଖି ଅଣ୍ଡା ନେଇ ଏଠାରୁ ଶୀଘ୍ର ପଳା। ନା ନା, ମୁଁ ତମକୁ ଏକୁଟିଆ ଛାଡ଼ି ଏଠାରୁ ଯାଇପାରିବିନି। ଆରେ ତୁ ବୁଝୁନୁ କ'ଣ ପାଇଁ? ଆମେ ଦୁଇ ଜଣ ଏମାନଙ୍କ ସହ ଲଢ଼େଇ କରିପାରିବାନି। ଜଣକୁ ତ ଅଣ୍ଡା ନେଇ ଏଠାରୁ ଯିବାକୁ ହିଁ ପଡ଼ିବ। ମୋ କଥା ତୁ ଜମାରୁ ଚିନ୍ତା କରନି। ତୁ ଅଣ୍ଡା ନେଇ ଏଠାରୁ ଶୀଘ୍ର ପଳା। ନା, ମୁଁ ତମକୁ ଏ ବିପଦରେ ଏକୁଟିଆ ଛାଡ଼ି ଯାଇପାରିବିନି। ଜୀବନ ଥିବା ଯାଏଁ ମୁଁ ତମ ସହ ମିଶି ଏଇ କାଉମାନଙ୍କ ସହ ଲଢ଼େଇ କରିବି। କିରେ ଚଢ଼େଇ ଦଳ, ଆମକୁ ଦେଖି ଡରିଗଲ କି? ଏମିତି କହି ଦୁଇ କାଉ ଛୋଟ ଚଢ଼େଇମାନଙ୍କୁ ବହୁତ ମାରିଲେ। ଚଢ଼େଇମାନେ କାଉଙ୍କ ସହ ଲଢ଼େଇ କରିପାରିଲେନି। ସେମାନେ ଆଉ ଉଡ଼ି ନ ପାରି ମାଟି ଉପରକୁ ଖସି ପଡ଼ିଲେ। ତାଙ୍କ ଦେହ ସାରା ରକ୍ତ ବୋହିଗଲା। ଆରେ ଚଢ଼େଇ, ଏତେ ଜଲ୍ଦି ହାର ମାନିଗଲୁ? ତୁ ପରା କହୁଥିଲୁ ଆମକୁ ମାରି ଅଣ୍ଡା ନେଇଯିବୁ। ଏବେ କ'ଣ ହେଲା? ଉଠ, ଆମ ସହ ଲଢ଼େଇ କର। ଆମେ ବୋଧେ ଆମ ଅଣ୍ଡାକୁ ଆଉ ରକ୍ଷା କରିପାରିବାନି। ଏ କାଉଙ୍କ ସହ ଲଢ଼େଇ କରିବା ଆଉ ସମ୍ଭବ ନାହିଁ। ଚାଲ ଏଠାରୁ ପଳେଇବା, ନହେଲେ ଏମାନେ ଆମକୁ ମାରିଦେବେ। ହେ ଭଗବାନ, ଏବେ ତମେ ହିଁ ଆମକୁ ରକ୍ଷା କରିପାରିବ। ମୋ ଅଣ୍ଡା ଗୁଡ଼ିକ ଉପରେ ଦୟା କର ଭଗବାନ। ଏ ଦୁଷ୍ଟ କାଉଙ୍କ ପାଖରୁ ଆମକୁ ରକ୍ଷା କର। ଏମିତି କାନ୍ଦି କାନ୍ଦି ଦୁଇ ଚଢ଼େଇ ଭଗବାନଙ୍କୁ ପ୍ରାର୍ଥନା କଲେ। ଠିକ୍ ସେହି ସମୟରେ ଦୁଇ ବଗ ସେହି ରାସ୍ତା ଦେଇ ଯାଉଥିଲେ। ସେମାନେ କାଉ ଆଉ ଚଢ଼େଇମାନଙ୍କୁ ଦେଖିଲେ। ସେ ଦୁଇ ବଗ ବହୁତ ଦୟାଳୁ ଥିଲେ। ସେମାନେ ଚଢ଼େଇ ପାଖକୁ ଯାଇ କହିଲେ, କ'ଣ ହେଲା ଟିକି ଚଢ଼େଇ? ତମେମାନେ ଏଠି ଏମିତି ଅବସ୍ଥାରେ ପଡ଼ିଛ କ'ଣ ପାଇଁ? ତମର ଏ ଅବସ୍ଥା କିଏ କଲା? ଏ ଦୁଷ୍ଟ କାଉ ମୋ ଅଣ୍ଡାକୁ ଚୋରି କରି ନେଇ ଆସିଛି। ଆମେ ଆମ ଅଣ୍ଡା ମାଗିବାରୁ ସେ ଆମର ଏଭଳି ଅବସ୍ଥା କରିଛି। ଦେଖ ବଗ, ମୋର ତୋ ସାଙ୍ଗରେ କିଛି ଶତ୍ରୁତା ନାହିଁ। ତୁ ଏଠାରୁ ଚାଲିଯା। ଏ ଚଢ଼େଇମାନଙ୍କୁ କଷ୍ଟ ଦେଇ ଏବେ ତୁ ମୋର ଶତ୍ରୁ ପାଲଟି ଗଲୁ। ତୁ ତାହେଲେ ଏମିତି ଯିବୁନି। ରହ, ତତେ ଦଉଛି ପାନେ। କିଏ କାହାକୁ ପାନେ ଦେବ ଏବେ ତୁ ଦେଖିବୁ। ଏମିତି ବଗ ଆଉ କାଉମାନଙ୍କ ମଧ୍ୟରେ ଖୁବ୍ ଜୋରେ ଲଢ଼େଇ ହେଲା। ବଗମାନେ କାଉମାନଙ୍କୁ ମାରି ତଳେ ପକାଇଦେଲେ। ସୁଯୋଗ ଦେଖି ଦୁଇ ଚଢ଼େଇ କାଉ ଘରୁ ତାଙ୍କ ଅଣ୍ଡା ନେଇ ଚାଲି ଆସିଲେ। ଧନ୍ୟବାଦ ବଗ ଭାଇ, ଆଜି ତମ ପାଇଁ ମୋ ଛୁଆମାନଙ୍କର ଜୀବନ ବଞ୍ଚିଗଲା। ଅସହାୟ ଚଢ଼େଇମାନଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ତମେମାନେ ଏବେ ନିଶ୍ଚିନ୍ତରେ ଏଠାରୁ ଯାଅ। ଆଉ କେବେ ବି ଏ କାଉ ତମମାନଙ୍କୁ ହଇରାଣ କରିବନି। ଦୁଇ ଚଢ଼େଇ ଖୁସିରେ ସେମାନଙ୍କ ଅଣ୍ଡା ଧରି ନିଜ ଘରକୁ ଚାଲି ଆସିଲେ। କିଛି ଦିନ ପରେ ସେ ଅଣ୍ଡାରୁ ସୁନ୍ଦର ସୁନ୍ଦର ଦୁଇଟି ଚଢ଼େଇ ଛୁଆ ବାହାରିଲେ। ଏମିତି ଦେଖି ବାପା ଚଢ଼େଇ ଆଉ ମା ଚଢ଼େଇ ବହୁତ ଖୁସି ହେଇଗଲେ। ସେବେଠାରୁ ସେମାନେ ଶାନ୍ତିରେ ତାଙ୍କ ଛୁଆଙ୍କ ସହ ରହିଲେ। ଅନେକ ଦିନ ପୂର୍ବେ ଏକ ଛୋଟ ଜଙ୍ଗଲରେ ନାନା ପ୍ରକାରର ଚଢ଼େଇ ରହୁଥିଲେ। ସେଇ ଜଙ୍ଗଲରେ ଗୋଟେ ମା ମିଟୁ ତାର ଛୋଟ ଛୋଟ ଦୁଇଟି ଛୁଆଙ୍କ ସହ ରହୁଥିଲା। ଗୋଟେ ଦିନ ସକାଳେ ମା ମିଟୁ ତା ଛୁଆଙ୍କୁ କହିଲା, ଆରେ ପିଲାମାନେ, ମୁଁ ଜଙ୍ଗଲର ଚଢ଼େଇମାନଙ୍କ ସହ ବାହାରକୁ ଯାଉଛି। ତମେମାନେ ଘରେ ଥିବ? ମା, ଆମେ ବି ତ ସାଙ୍ଗରେ ଆଜି ବାହାରକୁ ଯିବୁ। ହେଲେ ପିଲାମାନେ, ସେଠି ତମ ବୟସର କେହି ବି ଛୁଆ ନଥିବେ। ତମମାନଙ୍କୁ ଭଲ ଲାଗିବନି। ନା ନା ମା, ଆଜି ଆମକୁ ବୁଲିବା ପାଇଁ ବହୁତ ଇଚ୍ଛା ହେଉଛି। ଚାଲ ନା ମା, ଆଜି ଆମେ ପାହାଡ଼ ସେପାରିକୁ ବୁଲିବା ପାଇଁ ଯିବା। ତୁ ଆଉ ଦିନେ ଚଢ଼େଇମାନଙ୍କ ସହ ଯିବୁ। ଠିକ୍ ଅଛି ପିଲାମାନେ, ଆଜି ଯଦି ତମମାନଙ୍କୁ ବାହାରକୁ ଯିବା ପାଇଁ ଇଚ୍ଛା ହେଉଛି, ତେବେ ଚାଲ ଆମେ ସେ ପାହାଡ଼ ସେପାରିକୁ ବୁଲିବା ପାଇଁ ଯିବା। ଏମିତି କହି ମା ଚଢ଼େଇ ତାର ଦୁଇ ଛୁଆଙ୍କ ସହ ବାହାରକୁ ବୁଲିବା ପାଇଁ ଗଲା। ସେମାନେ ପାହାଡ଼ ଉପରକୁ ଗଲେ। ସେଠି କିଛି ଖାଇବା ପଡ଼ିଥିଲା। ସେ ତିନି ଜଣ ଖାଇବା ଖାଇଲେ। ଆରେ ପିଲାମାନେ, ଶୀଘ୍ର ଶୀଘ୍ର ଖାଅ, ସନ୍ଧ୍ୟା ହେବା ଆଗରୁ ଆମେ ଘରକୁ ବି ଯିବା। ସେମାନେ ଏପରି କଥା ହେବା ସମୟରେ ଗୋଟେ ଚିଲର ନଜର ତାଙ୍କ ଉପରେ ପଡ଼ିଲା। ସେ ତଳକୁ ଆସିଲା। ଆରେ ବାହ, କେତେ ସୁନ୍ଦର ସୁନ୍ଦର ଦୁଇଟି ଛୁଆ। ପିଲାମାନେ, ମୋ ପଛରେ ରୁହ। ଖବରଦାର ଚିଲ, ମୋ ଛୁଆଙ୍କ ଦେହରେ ହାତ ବି ଲଗେଇବୁନି। ଆରେ ମୁଁ ତ ଛୁଆମାନଙ୍କର ଟିକେ ପ୍ରଶଂସା କରୁଥିଲି। ମୁଁ ତାଙ୍କ ଦେହରେ ହାତ କାହିଁକି ଦେବି? ମୁଁ ତାଙ୍କୁ ସିଧା ଖାଇଦେବି। ଚିଲର ଏମିତି କଥା ଶୁଣି ମା ଚଢ଼େଇ ଆଉ ତାର ଦୁଇ ଛୁଆ ବହୁତ ଡରିଗଲେ। ମୁଁ ଥାଉ ଥାଉ ତୁ ମୋ ଛୁଆଙ୍କର କିଛି କ୍ଷତି କରିପାରିବୁନି। ଛୁଆମାନେ ଶୀଘ୍ର ଘରକୁ ଚାଲିଯାଅ, ମୁଁ ଏ ଚିଲକୁ ଦେଖୁଛି।
ମାର କଥା ଶୁଣି ଦୁଇ ଛୁଆ ଶୀଘ୍ର ଶୀଘ୍ର ତାଙ୍କ ଘରକୁ ଚାଲିଗଲେ। ଚିଲ ଏମିତି ଦେଖି ମା ମିଟୁ ଉପରେ ବହୁତ ରାଗିଗଲା। ମା ମିଟୁ ଆଉ ଚିଲ ଭିତରେ ବହୁତ ଲଢ଼େଇ ହେଲା। ଶେଷରେ ଚିଲ ମିଟୁକୁ ମାରି ଖାଇଦେଲା। ସେପଟେ ଦୁଇ ଛୁଆ ତାଙ୍କ ଘରେ ପହଞ୍ଚି ସାରିଥିଲେ। ମା ଏଯାଏଁ କାହିଁକି ଆସିଲାନି? ସେ ଚିଲ ଆମ ମାକୁ ମାରି ଦେଇନି ତ? ତୁ ଚିନ୍ତା କରନି, ମୁଁ ଯାଉଛି ମାକୁ ଖୋଜିବି। ସେହି ସମୟରେ ଗୋଟେ କାଉ ତାଙ୍କ ପାଖକୁ ଆସି କହିଲା, ଆରେ ପିଲାମାନେ, କ'ଣ ହେଲା? କାନ୍ଦୁଛ କ'ଣ ପାଇଁ? ଆମ ମା ପାହାଡ଼ ଉପରେ ଗୋଟେ ଚିଲ ସହ ଲଢ଼ୁଛି। ଆମେ ଏବେ ଆମ ମାକୁ ଦେଖିବାକୁ ଯାଉଥିଲୁ। ଆରେ ନା ନା ପିଲାମାନେ, ତମେମାନେ ସେ ପାହାଡ଼ ଉପରକୁ ଯାଅନି। ସେ ଚିଲ ବହୁତ ଦୁଷ୍ଟ ଆଉ ଶକ୍ତିଶାଳୀ। ତମେମାନେ କିଛି ସମୟ ଅପେକ୍ଷା କର, ହୁଏତ ତମମାନଙ୍କ ମା ଆସିଯିବ। ଏମିତି ମିଟୁର ଦୁଇ ଛୁଆ କାନ୍ଦି କାନ୍ଦି ତାଙ୍କ ମାକୁ ଅପେକ୍ଷା କରିଥିଲେ। ସେମାନେ ଜାଣିନଥିଲେ ଚିଲ ସେମାନଙ୍କ ମାକୁ ମାରି ତାଙ୍କୁ ଅନାଥ କରିଦେଇଛି। ଠିକ୍ ସେହି ସମୟରେ ସେ ରାକ୍ଷସ ଚିଲ ଦୁଇ ଛୁଆଙ୍କୁ ଖୋଜି ଖୋଜି ସେଠାରେ ପହଞ୍ଚିଗଲା। ଚିଲକୁ ଦେଖି କାଉ କହିଲା, ଆରେ ଏ ଦୁଷ୍ଟ ଚିଲ, ଏ ଛୁଆଙ୍କର କିଛି କ୍ଷତି କରନି। ଆରେ ଏ କାଉ, ତୁ ମୋ ରାସ୍ତାରେ ଆସୁଛୁ? ଭଲରେ କହୁଛି ମୋ ରାସ୍ତାରୁ ହଟିଯା, ନହେଲେ ଏ ଛୁଆଙ୍କ ସହ ମୁଁ ତତେ ବି ଖାଇଦେବି। ଚିଲର ଧମକ ଶୁଣି କାଉ ଡରିଗଲା ଆଉ ସେଠାରୁ ଚାଲିଗଲା। ଆରେ ପିଲାମାନେ, ଡରିଗଲ? ସେତେବେଳେ ସିନା ତମ ମା ତମମାନଙ୍କୁ ବଞ୍ଚେଇ ଦେଲା, ହେଲେ ଏବେ ତମମାନଙ୍କୁ କିଏ ବଞ୍ଚେଇବ? ଚିଲ ସେ ଦୁଇ ଛୁଆଙ୍କୁ ଖାଇବା ପାଇଁ ଯିବା ସମୟରେ ହଠାତ୍ ମିଟୁ ମାର ଆତ୍ମା ସେଠାକୁ ଆସି ଚିଲକୁ ଧକ୍କା ଦେଇ ତଳେ ପକେଇଦେଲା। ଆରେ କିଏ ରେ? କାହାର ଏତେ ସାହସ ଯିଏ ମତେ ଧକ୍କା ଦେଲା? ମା ଆସିଗଲା। ଆରେ ଦୁଷ୍ଟ ଚିଲ, ଏବେ ଆଉ ତୋର ରକ୍ଷା ନାହିଁ। ଆରେ ଏ କେମିତି ସମ୍ଭବ? ମୁଁ ତ ମିଟୁକୁ ନିଜେ ମାରି ଖାଇ ଦେଇଛି। ସେ ବଞ୍ଚିକି କେମିତି ଆସିଲା? ଏ କ'ଣ ହେଉଛି? ମୁଁ ତ କିଛି ବୁଝିପାରୁନି। ଚିଲ ଯାହାକୁ ମା ମିଟୁ ଭାବୁଥିଲା, ସେ ପ୍ରକୃତରେ ମା ମିଟୁର ଆତ୍ମା ଥିଲା, ଯିଏ ତାର ଛୁଆଙ୍କୁ ରକ୍ଷା କରିବା ପାଇଁ ସେଠାକୁ ଆସିଥିଲା। ମା ମିଟୁ ଚିଲକୁ ଧରି ବହୁତ ପିଟିଲା। ଆରେ ମରିଗଲି ରେ! ଏ ଚଢ଼େଇ ମୋ ଡେଣା ଭାଙ୍ଗିଦେଲା। ଏବେ ମୁଁ ଏଠୁ ପଳାଏ। ମୁଁ ପୁଣି ଆସିବି, ଏ ଚଢ଼େଇର ଦୁଇ ଛୁଆଙ୍କୁ ମାରି ଖାଇଦେବି। ମା, ତୁ ଏତେ ଡେରି କାହିଁକି କଲୁ? ଆମେ କେତେବେଳୁ ତୋତେ ଅପେକ୍ଷା କରିଥିଲୁ। ମା, ସେ ଚିଲକୁ ବଢ଼ିଆ ପିଟିଲ। ସେ ଆଉ କେବେ ବି ଏପଟକୁ ଆସିବନି। ମୁଁ କେମିତି ମୋ ଛୁଆମାନଙ୍କୁ କହିବି ମୁଁ ଏବେ ଆଉ ବଞ୍ଚିନି, ମୁଁ ଗୋଟେ ଆତ୍ମା? ମୋ ଛୁଆମାନେ ଏକଥା ଜାଣିଲେ ବହୁତ କାନ୍ଦିବେ। ନା ନା, ମୁଁ ଏବେ ଏକଥା ମୋ ଛୁଆମାନଙ୍କୁ କହିବିନି। ଠିକ୍ ସମୟ ଆସିଲେ ମୁଁ ଏକଥା ତାଙ୍କୁ କହିଦେବି। ଆରେ ପିଲାମାନେ, ଚିନ୍ତା କରନି, ସେ ଦୁଷ୍ଟ ଚିଲ ଏପଟକୁ ଆଉ କେବେ ବି ଆସିବନି। ସେବେଠାରୁ ସେ ମା ମିଟୁର ଆତ୍ମା ତା ଛୁଆଙ୍କର ଦେଖାଶୁଣା କରିବାକୁ ଲାଗିଲା। ଏମିତି ଥରେ ରାତିରେ ମିଟୁର ଦୁଇ ଛୁଆ ଶୋଇଥିଲେ। ଠିକ୍ ସେହି ସମୟରେ ସେ ଦୁଷ୍ଟ ଚିଲ ସେଠାକୁ ଆସିଲା। ଆରେ ବାଃ, ବଢ଼ିଆ ସୁଯୋଗ। ସେ ମା ମିଟୁ ଆଖପାଖରେ ଦେଖାଯାଉନି। ଏବେ ମୁଁ ଯାଏ, ତାର ଏଇ ଦୁଇ ଛୁଆଙ୍କୁ ମାରି ଖାଇଦିଏ। ଏମିତି କହି ଚିଲ ସେ ଦୁଇ ଛୁଆଙ୍କୁ ମାରିବା ପାଇଁ ଯିବା ସମୟରେ ମା ମିଟୁର ଆତ୍ମା ସେଠାକୁ ଆସିଲା ଆଉ ଚିଲକୁ ଜୋରେ ଧକ୍କା ଦେଇ ତଳେ ପକେଇଦେଲା। ଆରେ ଏ ଦୁଷ୍ଟ ଚିଲ, ଏତେ ମାଡ଼ ଖାଇଲା ପରେ ବି ତୁ ପୁଣି ଏଠାକୁ ଚାଲି ଆସିଲୁ। ଆଜି ଆଉ ତୋର ରକ୍ଷା ନାହିଁ। ମା ମିଟୁର କଥା ସରୁ ସରୁ ଚିଲ ତାର ଗୋଟେ ଛୁଆକୁ ଧରି ଶୀଘ୍ର ସେଠାରୁ ପଳେଇଲା। ମା, ବଞ୍ଚ ମା! ମିଟୁ ମାର ଆତ୍ମା ବି ତା ପଛେ ପଛେ ଗଲା। ଗୋଟେ ବଡ଼ ଗୁମ୍ଫାରେ ଚିଲ ମିଟୁ ଛୁଆକୁ ରଖି ତା ଗୋଡ଼ରେ ଚିପି ଧରିଲା। ସେତେବେଳେ ମା ମିଟୁ ବି ସେଠାରେ ପହଞ୍ଚିଗଲା। ମା, ମତେ ଭାରି କଷ୍ଟ ହେଉଛି, ମତେ ବଞ୍ଚା ମା। ଚିଲ, ମୁଁ ତ ଆଗରେ ହାତ ଯୋଡୁଛି, ମୋ ଛୁଆକୁ ଛାଡ଼ି ଦେ। ହା ହା ହା, ଏଇଟା ତ ମୁଁ ଦେଖିବାକୁ ଚାହୁଁଥିଲି। ତୁ ମୋ ସାମ୍ନାରେ ହାତ ଯୋଡ଼ି ତୋ ଛୁଆ ଜୀବନର ଭିକ ମାଗ। ଆରେ ଏଇଠି ତ ଗୋଟେ ବଡ଼ ଖାଲ ଅଛି। ଏ ଚିଲକୁ ମୋ କଥାରେ ବୁଲେଇ ଏ ଖାଲ ପାଖକୁ ନେଇଯାଏ, ଆଉ ତାପରେ ତାକୁ ଜୋରେ ଧକ୍କା ଦେଇ ଏ ଖାଲରେ ପକେଇଦେବି। ଏମିତି ଚିନ୍ତା କରି ମା ମିଟୁ କଥାରେ କଥାରେ ଚିଲ ପାଖକୁ ଗଲା। ସୁଯୋଗ ଦେଖି ସେ ଚିଲକୁ ଜୋରେ ଧକ୍କା ଦେଲା।
ଚିଲ ପଛପଟେ ଥିବା ଗୋଟେ ବଡ଼ ଖାଲରେ ପଡ଼ିଗଲା ଆଉ ତୁରନ୍ତ ହିଁ ତାର ମୃତ୍ୟୁ ହେଇଗଲା। ମୋ ଧନ, ତୁ ଠିକ୍ ଅଛୁ ତ? ମା ମତେ ଭାରି କଷ୍ଟ ହେଉଛି। ମା ମିଟୁଟି ତା ଛୁଆକୁ ଧରି ଘରକୁ ଆସିଲା। କିଛି ଦିନ ପରେ ମିଟୁ ଛୁଆଟି ସୁସ୍ଥ ହେଇଗଲା। ସେବେଠୁ ମା ମିଟୁ ମରି ସାରିଥିଲା ପରେ ବି ଆତ୍ମା ହେଇ ତା ଛୁଆଙ୍କର ଦେଖାଶୁଣା କଲା। ତା ଛୁଆଙ୍କୁ ସେ ଏକଥା କହିଲାନି। ଜଙ୍ଗଲର ଅନ୍ୟ ଚଢ଼େଇମାନେ ଏ ଦୃଶ୍ୟକୁ ଦେଖୁଥିଲେ। ତାଙ୍କ ଆଖିରେ ଲୁହ ଆସିଯାଉଥିଲା। ଏମିତି ଗୋଟେ ମା ଚଢ଼େଇ ମଲା ପରେ ବି ଆତ୍ମା ହେଇ ତା ଛୁଆଙ୍କର ରକ୍ଷା କରୁଥିଲା। ଥରେ ଗୋଟିଏ ଜଙ୍ଗଲରେ ଅନେକ ପ୍ରକାରର ରଙ୍ଗ ବେରଙ୍ଗର ପକ୍ଷୀ ରହୁଥିଲେ। ସେ ଜଙ୍ଗଲର ସବୁ ପକ୍ଷୀ ବହୁତ ଚାଲାକ ଆଉ ପରିଶ୍ରମୀ ଥିଲେ। ସମସ୍ତେ କିଛି ନା କିଛି ବ୍ୟବସାୟ କରି ନିଜ ଘର ଚଳାଉଥିଲେ। ସେହି ଜଙ୍ଗଲରେ ମିନୁ ନାମକ ଏକ ଛୋଟ ଚଢ଼େଇ ରହୁଥିଲା। ମିନୁ ଚଢ଼େଇ ବହୁତ ସୁନ୍ଦର ଚୁଡ଼ି ତିଆରି କରିପାରୁଥିଲା। ସେ ପ୍ରତିଦିନ ବଜାରକୁ ଯାଇ ଚୁଡ଼ି ବିକ୍ରି କରୁଥିଲା। ଏମିତି ଗୋଟେ ଦିନ ମିନୁ ଚଢ଼େଇ ଚୁଡ଼ି ଧରି ବଜାରକୁ ବିକ୍ରି କରିବା ପାଇଁ ଯାଉଥିଲା। ରାସ୍ତାରେ ସେ ଚମ୍ପା କାଉକୁ ପାଇଲା। ସେ ବି ଚୁଡ଼ି ବିକ୍ରି କରିବା ପାଇଁ ବଜାରକୁ ଯାଉଥିଲା। ଆରେ ଚମ୍ପା, ତୁ ଚୁଡ଼ି ବିକ୍ରି କରିବା ପାଇଁ ବଜାରକୁ ଯାଉଛୁ କି? ହଁ ମିନୁ, ମୁଁ ଏବେ ବଜାରକୁ ଯାଉଛି। ଚାଲ ଆମେ ସାଙ୍ଗ ହେଇକି ଯିବା, ସେମିତିରେ ସମୟ ଜଣା ପଡ଼ିବନି। ଏମିତି ସେ ଦୁଇ ଜଣ ବଜାରକୁ ଚୁଡ଼ି ବିକ୍ରି କରିବା ପାଇଁ ଚାଲିଗଲେ। ବଜାରରେ ପହଞ୍ଚିଲା ପରେ ସେମାନେ ନିଜ ନିଜ ଚୁଡ଼ି ବିକ୍ରି କରିବା ଆରମ୍ଭ କଲେ। ମିନୁ ଚଢ଼େଇର ଚୁଡ଼ି ଦେଖିବାକୁ ବହୁତ ସୁନ୍ଦର ହେବା ଯୋଗୁଁ ସମସ୍ତେ ତା ପାଖରୁ ହିଁ ଚୁଡ଼ି କିଣୁଥିଲେ। ହେଲେ ଚମ୍ପା କାଉର ଚୁଡ଼ି ଏତେ ଭଲ ନ ହୋଇଥିବାରୁ ତା ପାଖରୁ କେହି ବି ଚୁଡ଼ି କିଣୁନଥିଲେ। ଏସବୁ ଦେଖି ଚମ୍ପା କାଉ ମନରେ ଈର୍ଷା ହେଲା। ସେ କହିଲା, ସମସ୍ତେ ମିନୁ ଚଢ଼େଇ ପାଖରୁ ହିଁ ଚୁଡ଼ି କିଣୁଛନ୍ତି, ମୋ ପାଖରୁ ତ କେହି ବି ଚୁଡ଼ି କିଣୁନାହାନ୍ତି। ମତେ ଏସବୁ ଜମା ବି ଭଲ ଲାଗୁନି। ମତେ କିଛି ଗୋଟେ କରିବାକୁ ପଡ଼ିବ। କିଛି ସମୟରେ ହିଁ ମିନୁ ଚଢ଼େଇର ସବୁ ଚୁଡ଼ି ବିକ୍ରି ହେଇଗଲା। ସେ ଖୁସି ହେଇ କହିଲା, ଆରେ ବାଃ, ଆଜି ତ ମୋର ସବୁ ଚୁଡ଼ି ବିକ୍ରି ହେଇଗଲା। ଏବେ ମୁଁ ମୋର ଘରକୁ ଯାଏ। ଏମିତି କହି ମିନୁ ଚଢ଼େଇ ତା ଘରକୁ ଚାଲିଗଲା। ସେପଟେ ଚମ୍ପା କାଉ ବି ତା ଘରକୁ ଫେରିଲା। ଆଜି ତ ମୋର ଗୋଟେ ବି ଚୁଡ଼ି ବିକ୍ରି ହେଲା ନାହିଁ। ସମସ୍ତେ ସେ ମିନୁ ପାଖରୁ ହିଁ ଚୁଡ଼ି କିଣିଲେ। ମତେ କିଛି ଗୋଟେ ତ କରିବାକୁ ପଡ଼ିବ, ନହେଲେ ମୁଁ ମୋ ଘର କେମିତି ଚଳେଇବି? ପରଦିନ ସକାଳେ କାଉ ଶୀଘ୍ର ବଜାରକୁ ଗଲା। ଆଉ ସେ ମନରେ ଚିନ୍ତା କଲା, ମୁଁ ଆଜି ଶୀଘ୍ର ବଜାରକୁ ଆସିଛି, ଲାଗୁଛି ଆଜି ମୋର ସବୁ ଚୁଡ଼ି ବିକ୍ରି ହେଇଯିବ। ହେଲେ ସେମିତି କିଛି ବି ହେଲାନି। କାଉ ସମସ୍ତଙ୍କୁ ଚୁଡ଼ି କିଣିବାକୁ କହୁଥିଲା, କିନ୍ତୁ କେହି ବି କାଉ ପାଖରୁ ଚୁଡ଼ି କିଣୁନଥିଲେ। ଯେମିତି ମିନୁ ଚଢ଼େଇ ତା ଚୁଡ଼ି ଧରି ବଜାରକୁ ଆସିଲା, ସବୁ ଚଢ଼େଇ ତା ପାଖକୁ ଚୁଡ଼ି କିଣିବା ପାଇଁ ଚାଲିଗଲେ। ଏସବୁ ଦେଖି ଚମ୍ପା କାଉ ବହୁତ ରାଗିଗଲା। ଆଜି ମୁଁ ବଜାରକୁ ଶୀଘ୍ର ଆସିଥିଲି, ଭାବିଥିଲି ସମସ୍ତେ ମୋ ପାଖରୁ ହିଁ ଚୁଡ଼ି କିଣିବେ, ହେଲେ ସେମିତି କିଛି ବି ହେଲାନି। ଏ ମିନୁ ଚଢ଼େଇର କିଛି ବ୍ୟବସ୍ଥା କରିବାକୁ ପଡ଼ିବ, ଯେମିତି ସେ ଆଉ ଏ ବଜାରକୁ କେବେ ବି ଆସିପାରିବନି। ଏମିତି ଚିନ୍ତା କରି କାଉ ତା ଘରକୁ ଗଲା ଆଉ ଏକ ଯୋଜନା ବନେଇଲା। ରାତିରେ ମିନୁ ଚଢ଼େଇ ଶୋଇଥିଲା। ସେତେବେଳେ ଚମ୍ପା କାଉ ଚୁପ୍ ଚୁପ୍ ତା ଘରକୁ ଆସିଲା ଆଉ ତାର ସବୁ ଚୁଡ଼ିକୁ ଚୋରି କରି ନିଜ ଘରକୁ ନେଇଗଲା। ପରଦିନ ସକାଳେ ଚମ୍ପା କାଉ ଶୀଘ୍ର ଉଠି ମିନୁ ଚଢ଼େଇର ସବୁ ଚୁଡ଼ି ଧରି ବଜାରକୁ ଗଲା। ସେପଟେ ମିନୁ ଚଢ଼େଇର ନିଦ ଭାଙ୍ଗିଲା ପରେ ସେ ଦେଖିଲା ତା ଘରେ ଗୋଟେ ବି ଚୁଡ଼ି ନାହିଁ। ସେ ଘର ସାରା ଖୋଜିଲା, ହେଲେ ସେ ତା ଚୁଡ଼ିକୁ ନ ପାଇ କାନ୍ଦିବାକୁ ଲାଗିଲା। ମୋ ସବୁ ଚୁଡ଼ି କୁଆଡ଼େ ଗଲା? ରାତିରେ ତ ମୁଁ ଏଇଠି ରଖିଥିଲି, ଏବେ ମୁଁ ବଜାରରେ କ'ଣ ବିକ୍ରି କରିବି? ଏମିତି କହି ମିନୁ ଚଢ଼େଇ ଜୋର ଜୋରି କାନ୍ଦିଲା। ତା କାନ୍ଦିବାର ସ୍ୱର ଶୁଣି ପାଖ ଗଛରୁ ଗୋଟେ ଚଢ଼େଇ ତା ପାଖକୁ ଆସିଲା। କ'ଣ ହେଲା ମିନୁ, ତୁ କାନ୍ଦୁଛୁ କ'ଣ ପାଇଁ? ମୋର ସବୁ ଚୁଡ଼ି କିଏ ଚୋରି କରି ନେଇ ଯାଇଛି। ରାତିରେ ମୁଁ ଶୋଇଥିଲି, ସକାଳେ ଉଠି ଦେଖୁଛି ଏଠି ମୋର ଗୋଟେ ବି ଚୁଡ଼ି ନାହିଁ। ଆଚ୍ଛା, କିଏ ତ ଚୁଡ଼ି ଚୋରି କରିଥାଇପାରେ ତୁ ଭାବୁଛୁ? ନା, ମୁଁ ଜାଣିନି ମୋ ଚୁଡ଼ି କିଏ ଚୋରି କରିଛି। ଆରେ ସାଙ୍ଗ, ତୁ ଆଉ ଚିନ୍ତା କରନି, ସେ ଚୋର ଆଜି ନହେଲେ କାଲି ନିଶ୍ଚୟ ଧରା ପଡ଼ିବ। ତୁ ଆଉ ମନ ଦୁଃଖ ନ କରି ପୁଣି ଥରେ ଚୁଡ଼ି ତିଆରି କର। ହଁ, ମୁଁ ବି ଜାଣିଛି ମତେ ସେ ଚୁଡ଼ି ଆଉ କେବେ ବି ମିଳିବନି। କାଲି ପାଇଁ ଏବେ ମତେ ପୁଣି ଥରେ ଚୁଡ଼ି ତିଆରି କରିବାକୁ ପଡ଼ିବ।
ସେପଟେ କାଉ ପାଖରେ ଏତେ ସୁନ୍ଦର ସୁନ୍ଦର ଚୁଡ଼ି ଦେଖି ସବୁ ଚଢ଼େଇ ଆଶ୍ଚର୍ଯ୍ୟ ହେଇଗଲେ ଆଉ କାଉ ପାଖକୁ ଯାଇ ତାଠୁ ଚୁଡ଼ି କିଣିଲେ। ସେତେବେଳେ ସେ ରାସ୍ତା ଦେଇ ଗୋଟେ ମିଟୁ ଯାଉଥିଲା। ସେ କାଉର ଚୁଡ଼ି ଦେଖି ଅଟକିଗଲା ଆଉ କହିଲା, ଆରେ ଚମ୍ପା କାଉ, ଆଜି ତୋର ସବୁ ଚୁଡ଼ି ସୁନ୍ଦର ଦେଖାଯାଉଛି। ତ ଚୁଡ଼ି ସବୁ ମିନୁ ଚଢ଼େଇର ଚୁଡ଼ି ପରି ଲାଗୁଛି। ଏମିତି ଶୁଣି କାଉ ଟିକେ ଡରିଗଲା। ସେ କହିଲା, କଥା କ'ଣ କି, ଆଜି ମୁଁ ବାହାର ଜଙ୍ଗଲରୁ ଚୁଡ଼ି ଆଣିଛି। ସବୁଦିନ ମୋ ପାଖରୁ କେହି ଚୁଡ଼ି କିଣୁନଥିଲେ ତ ସେଥିପାଇଁ ମୁଁ ଟିକେ ଆଜି ଅଲଗା ପ୍ରକାରର ଚୁଡ଼ି ଆଣିଛି। ମିଟୁ ଆଉ କିଛି ନ କହି କାଉ ପାଖରୁ ଚୁଡ଼ି କିଣି ସେଠାରୁ ଚାଲିଗଲା। ଦେଖୁ ଦେଖୁ ଚମ୍ପା କାଉର ସବୁ ଚୁଡ଼ି ବିକ୍ରି ହେଇଗଲା ଆଉ ସେ ଖୁସିରେ ତା ଘରକୁ ଫେରିଗଲା। ଘରେ ପହଞ୍ଚିଲା ପରେ କାଉ ଖୁସିରେ ନାଚିବାକୁ ଲାଗିଲା ଆଉ କହିଲା, ଆଜି ମୋର ସବୁ ଚୁଡ଼ି ବିକ୍ରି ହେଇଗଲା। ଆଜି ମୁଁ ବହୁତ ଟଙ୍କା ପାଇଲି। ଏବେଠୁ ମୁଁ ପ୍ରତି ରାତିରେ ମିନୁ ଘରୁ ତାର ସବୁ ଚୁଡ଼ି ଚୋରି କରି ନେଇ ଆସିବି। ସେମିତି ହେଲେ ମୁଁ ସବୁଦିନ ବହୁତ ଟଙ୍କା ରୋଜଗାର କରିବି। ସେପଟେ ମିନୁ ଚଢ଼େଇ ଦିନସାରା ବହୁତ ପରିଶ୍ରମ କରି ଚୁଡ଼ି ତିଆରି କରୁଥିଲା। ତା ଘର ରାସ୍ତାରେ ମିଟୁ ଯାଉଥିଲା। ସେ ମିନୁ ଚଢ଼େଇର ଘରକୁ ଦେଖି କହିଲା, ଆରେ ଏ ଘର ତ ମିନୁ ଚଢ଼େଇର। ଚାଲ ମୁଁ ତା ପାଖକୁ ଯାଏ ଆଉ ତାକୁ ପଚାରିବି ଆଜି ସେ କ'ଣ ପାଇଁ ବଜାରକୁ ଆସିଲାନି। ତାପରେ ମିଟୁ ମିନୁ ଚଢ଼େଇର ଘର ଭିତରକୁ ଗଲା। ସେ ଦେଖିଲା ମିନୁ ଚଢ଼େଇ ଘରେ ଚୁଡ଼ି ବନାଉଛି। ଆରେ ମିନୁ, ତୁ ଆଜି ଚୁଡ଼ି ନେଇ ବଜାରକୁ କ'ଣ ପାଇଁ ଆସିଲୁନି? ଆଚ୍ଛା ଆଚ୍ଛା, ତୁ ଆଜି ଚୁଡ଼ି ବନେଇ ନଥିଲୁ, ସେଥିପାଇଁ ଏବେ ତିଆରି କରୁଛୁ ନା? ଆରେ ନା ନା, ରାତିରେ ମୋର ସବୁ ଚୁଡ଼ି ଚୋରି ହେଇଯାଇଛି। ସେଥିପାଇଁ ମୁଁ ଏବେ ଚୁଡ଼ି ତିଆରି କରୁଛି। କାଲି ମୁଁ ଚୁଡ଼ି ନେଇ ବଜାରକୁ ଯିବି। ଏମିତି ଶୁଣି ମିଟୁ ସବୁ ବୁଝିପାରିଲା ଆଉ ମିନୁକୁ କହିଲା, ଆଚ୍ଛା ଏବେ ବୁଝିଲି। ସେ ଚମ୍ପା କାଉ ଆଜି ତୋ ଭଳି ଚୁଡ଼ି କାହିଁକି ଆଣିଥିଲା? ସେ ହିଁ ତୋର ସବୁ ଚୁଡ଼ି ଚୋରି କରିଛି। ଏମିତି କହି ମିଟୁ ଧରିଥିବା ଚୁଡ଼ି ମିନୁକୁ ଦେଖେଇଲା। ମିନୁ ତା ଚୁଡ଼ି ଚିହ୍ନି ପାରିଲା ଆଉ ଜାଣିଗଲା ଯେ ଚମ୍ପା କାଉ ହିଁ ତାର ସବୁ ଚୁଡ଼ି ଚୋରି କରିଛି। ମୁଁ ତ ନିଜ ଆଖିରେ ବିଶ୍ୱାସ କରିପାରୁନି, ସେ ଚମ୍ପା କାଉ ଏତେ ତଳକୁ ଖସିଗଲା। ଚାଲ ମିଟୁ, ଆମେ ଏବେ ହିଁ ତା ଘରକୁ ଯିବା। ତାପରେ ମିନୁ ଆଉ ମିଟୁ ଚମ୍ପା କାଉର ଘରକୁ ଗଲେ। ସେମାନଙ୍କୁ ତା ଘରେ ଦେଖି କାଉ ଡରିଗଲା ଆଉ କହିଲା, କ'ଣ ହେଲା? ତମେ ଦୁଇ ଜଣ ହଠାତ୍ ମୋ ଘରେ? କିଛି କାମ ଥିଲା କି? କାଲି ରାତିରେ ତୁ ମୋ ଘରୁ ଚୁଡ଼ି ଚୋରି କରିବାକୁ ଆସିଥିଲୁ ନା? ନା ନା, ମୁଁ ତ ଘରକୁ ଯାଇନି। ମୁଁ ଜାଣିନି ତ ଚୁଡ଼ି କିଏ ଚୋରି କରିଛି। ଚୁପ୍ କର, ତୁ ମିଛ କାହିଁକି କହୁଛୁ? ସବୁଦିନ ତୁ ସାଦା ରଙ୍ଗର ଚୁଡ଼ି ବିକ୍ରି କରୁଛୁ। ହଠାତ୍ ତୁ ମିନୁ ଚଢ଼େଇ ପରି ରଙ୍ଗୀନ ଚୁଡ଼ି କୋଉଠୁ ଆଣିଲୁ? ତୁ ହିଁ ମିନୁ ଚଢ଼େଇର ସବୁ ଚୁଡ଼ି ଚୋରି କରି ବଜାରକୁ ନେଇଥିଲୁ। ସତ କଥା ମାନି ଯା, ନହେଲେ ଆମେ ଏ କଥା ପୁରା ଜଙ୍ଗଲରେ ପ୍ରଚାର କରିଦେବୁ। ମିଟୁର ଧମକ ଶୁଣି କାଉ ଡରିଗଲା। ସେ ଜାଣିଗଲା ଯେ ଏମାନେ ସତ କଥା ଜାଣି ସାରିଛନ୍ତି। ସେ ଆଉ ମିଛ କହିପାରିବନି। ସେ କାନ୍ଦି କାନ୍ଦି ମିନୁ ଚଢ଼େଇକୁ କ୍ଷମା ମାଗିଲା। ମିନୁ, ମୋତେ କ୍ଷମା କରିଦେ। ମୁଁ ଲୋଭରେ ଅନ୍ଧ ହେଇଯାଇଥିଲି। ସବୁଦିନ ଚଢ଼େଇମାନେ ତୋ ପାଖରୁ ହିଁ ଚୁଡ଼ି କିଣୁଥିଲେ। ମୋ ପାଖରୁ କେହି ବି ଚୁଡ଼ି କିଣୁନଥିଲେ। ମୁଁ ବି ତୋ ଭଳି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲି। ସେଥିପାଇଁ ମୁଁ ଚୋରି କରିଥିଲି। ମୋର ଭୁଲ ହେଇଗଲା, ମୋତେ କ୍ଷମା କରିଦେ। ତୋର ଯଦି ଚୁଡ଼ି ଦରକାର ଥିଲା ମୋତେ ମାଗିଥାନ୍ତୁ। ମୁଁ ନିଜ ପାଇଁ ଚୁଡ଼ି ତିଆରି କରୁଛି, ତୋ ପାଇଁ ବି ତିଆରି କରିଦେଇଥାନ୍ତି। ବ୍ୟବସାୟ ନ ଚାଲିଲେ ଦୁଃଖ ଲାଗେ, କିନ୍ତୁ ସେଥିପାଇଁ ଚୋରି କରିବା ଠିକ୍ ନୁହଁ। ତୁ ଭୁଲ କାମ କରିଛୁ। ଏବେ ମୁଁ ଏକଥା କାହାକୁ ବି କହିବିନି, ହେଲେ ତୁ ଏଭଳି କାମ ଆଉ କେବେ ବି କରିବୁନି। କାଉ ତା କଥାରେ ରାଜି ହେଇଗଲା ଆଉ ତାପରେ ମିଟୁ ଆଉ ମିନୁ ନିଜ ଘରକୁ ଫେରି ଆସିଲେ। ଚଢ଼େଇ ତାର ଛୋଟ ଛୁଆକୁ ଘରେ ଏକା ରଖି ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲା। ଗହମ ଦାନା ତ ପାଇଗଲି, ହେଲେ ମୋ ଛୋଟ ଛୁଆଟା ତ ଗହମ ଦାନା ଖାଇପାରିବନି। ମୁଁ ତା ପାଇଁ କିଛି ମିଠା ଫଳ ଖୋଜେ। ଏମିତି ଚିନ୍ତା କରି ଚଢ଼େଇ ମିଠା ଫଳ ଖୋଜିଲା, ହେଲେ ସେ ପାଇଲାନି। ଆରେ ଏତେ ସମୟ ଧରି ମିଠା ଫଳ ଖୋଜିଲି, ହେଲେ ମୁଁ ଗୋଟେ ବି ଫଳ ପାଇଲିନି। ଏବେ ମୁଁ କ'ଣ କରିବି? ଚଢ଼େଇ ଯୋଉ ଗଛରେ ବସିଥିଲା ସେଇ ଗଛ ତଳେ ଦୁଇଟି ବଡ଼ ବଡ଼ ଆମ୍ବ ପଡ଼ିଥିଲା। ହଠାତ୍ ଚଢ଼େଇର ନଜର ସେ ଆମ୍ବ ଉପରେ ପଡ଼ିଲା। ଏଠି ତ କେହି ବି ନାହାନ୍ତି, ତାହେଲେ ଏତେ ବଡ଼ ବଡ଼ ଆମ୍ବ ଏଠାକୁ କେମିତି ଆସିଲା? ଏ ଆମ୍ବ ଦୁଇଟାକୁ ଦେଖି ଲାଗୁଛି ଏସବୁ ମିଠା ହେଇଥିବ। ମୁଁ ଗୋଟେ କାମ କରେ, ଏ ଦୁଇଟି ଆମ୍ବ ନେଇ ମୁଁ ଘରକୁ ଯାଏ।
ମୋ ଛୁଆକୁ ଭୋକ ଲାଗିଥିବଣି, ସେ ମିଠା ଆମ୍ବ ଖାଇବ। ଏମିତି ଚିନ୍ତା କରି ଚଢ଼େଇ ସେ 2ଟି ଆମ୍ବ ଧରି ଘରକୁ ଫେରିଲା। ଚଢ଼େଇର ଘର ପାଖରେ ଏକ କାଉ ରହୁଥିଲା। ଚଢ଼େଇ ଯେତେବେଳେ ଆମ୍ବ ନେଇ ଘରକୁ ଫେରୁଥିଲା, ଏସବୁ ଦୃଶ୍ୟ ଘର ଭିତରୁ କାଉର ସ୍ତ୍ରୀ ଦେଖୁଥିଲା। ଚଢ଼େଇ ଗୋଟେ ଆମ୍ବ ରଖିଦେଲା, ଆଉ ଗୋଟେ ଆମ୍ବ ତା ଛୁଆକୁ ଖାଇବା ପାଇଁ ଦେଲା। ଆରେ ମା, ଖାଇସାରିଲୁଣି ଯଦି ଚାଲେ ବି ଶୋଇପଡ଼ିବା, ସକାଳେ ଶୀଘ୍ର ଉଠିବାକୁ ହେବ। ଆରେ ଶୁଣୁଛ, ମୁଁ ଆଜି ସନ୍ଧ୍ୟାରେ ଦେଖିଲି ଚଢ଼େଇ 2ଟି ବଡ଼ ବଡ଼ ଆମ୍ବ ଧରି ଘରକୁ ଫେରିଛି। କେତେ ବଡ଼ ବଡ଼ ସେ ଆମ୍ବ 2ଟା, ଖାଇବାକୁ ବି ମିଠା ଲାଗୁଥିବ। ମତେ ନା ଆମ୍ବ ଖାଇବା ପାଇଁ ଭାରି ଇଚ୍ଛା ହେଉଛି। ମତେ 2ଟା ଆମ୍ବ ଆଣିଦେଇ ପାରିବ? ହଁ ହଁ, କାହିଁକି ନୁହଁ, ମୁଁ ତତେ ଏବେ ହିଁ ଆମ୍ବ ଆଣିଦେଉଛି। ଏବେ ଆଣିଦେବ? ହେଲେ କେମିତି? ଚୋରି କରିକି। ମୁଁ ଏବେ ହିଁ ଚଢ଼େଇ ଘରୁ ଚୋରି କରି ତୋ ପାଇଁ ସେ ଆମ୍ବ ଆଣିଦେବି। ସେ ଚଢ଼େଇଟା ଭାରି ଚାଲାକ, ତମେ ତା ଘରୁ ଏତେ ସହଜରେ ଆମ୍ବ ଚୋରି କରି ପାରିବନି। ଆରେ ତୁ ଜାଣିନୁ ମୁଁ କେତେ ଚାଲାକ। ଚୋରି କରିବା ତ ମୋ ବାଁ ହାତର ଖେଳ। ତୁ ଖାଲି ଦେଖ ମୁଁ କେମିତି ଚଢ଼େଇ ଘରୁ ଆମ୍ବ ଚୋରି କରି ଆଣୁଛି। ଏମିତି କହି କାଉ ସେଇ ରାତିରେ ଚଢ଼େଇର ଘରକୁ ଗଲା। ଝରକା ପଟୁ ସେ ଘର ଭିତରେ ପଶିଲା। ଚଢ଼େଇର ଘରଟି ପୁରା ଅନ୍ଧାର ଥିଲା। କାଉ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଯିବା ସମୟରେ ହଠାତ୍ ଏକ ଟେବୁଲ ସହ ଧକ୍କା ହେଇ ତଳେ ପଡ଼ିଗଲା। ସେଇ ଶବ୍ଦରେ ଚଢ଼େଇର ନିଦ ଭାଙ୍ଗିଗଲା। ସେ ଘରର ଆଲୁଅ ଜଳିଦେଲା। କାଉ ଚଢ଼େଇକୁ ନ ଦେଖି କହିଲା, ଯାହା ହେଉ ଆଲୁଅ ଜଳିଗଲା, ଏବେ ମୁଁ ଆରାମରେ ଚଢ଼େଇ ଘରୁ ଆମ୍ବ ଚୋରି କରିପାରିବି। ଆଚ୍ଛା, ମୋ ଘରକୁ ତୁ ଆମ୍ବ ଚୋରି କରିବାକୁ ଆସିଛୁ? ରହ, ମୁଁ ଏବେ ତତେ ଆମ୍ବ ଦେଉଛି। ଏମିତି କହି ଚଢ଼େଇ ତା ଲାଠିରେ କାଉକୁ ଅନେକ ପିଟିଲା। ଆରେ ମରିଗଲିରେ ଚଢ଼େଇ, ଛାଡ଼ିଦେ ମତେ। ମୋ ଘର ଭାବି ମୁଁ ତ ଘରକୁ ଭୁଲରେ ପଶି ଆସିଥିଲି। ଆରେ କାଉ, ଏଗୁଡ଼ା ମାଡ଼ ନୁହଁ, ଏଗୁଡ଼ା ଆମ୍ବ। ନେ ନେ, ବେଶୀ କରି ଆମ୍ବ ଖା। କାଉ ସୁଯୋଗ ଦେଖି ଝରକା ପଟୁ ଘରୁ ବାହାରି ଆସିଲା। ତା ସ୍ତ୍ରୀ ତାର ଏ ଅବସ୍ଥା ଦେଖି କହିଲା, ଭାରି ତ ଫୁଟାଣି ମାରୁଥିଲ, ମୁଁ ବହୁତ ଚାଲାକ। ଚୋରି କରିବା ତ ମୋ ବାଁ ହାତର ଖେଳ। କୁଆଡ଼େ ଗଲା ତମର ସେ ଫୁଟାଣି? ସାମାନ୍ୟ ଗୋଟେ ଆମ୍ବ ଚୋରି କରି ଆଣିପାରିଲନି, ଓଲଟା ଚଢ଼େଇଠୁ ମାଡ଼ ଖାଇ ଆସି ଏଠି ଭେଁ ଭେଁ କାନ୍ଦୁଛ। ଏମିତି ରାଗି କାଉର ସ୍ତ୍ରୀ ଶୋଇପଡ଼ିଲା। କାଉ ବି ଆଉ କିଛି ନ କହି ଚୁପଚାପ ଶୋଇପଡ଼ିଲା। ସେ ରାତି ବିତିଗଲା। ପରଦିନ ରାତିରେ, ମା, ମତେ ଆଜି ଜମା ବି ନିଦ ଲାଗୁନି, ଚାଲ ନା ମା, ଏବେ ଖେଳିବା। ତାପରେ ସେ ମା ଛୁଆ ଖେଳିଲେ। ଖେଳିବା ସମୟରେ ଛୋଟ ଚଢ଼େଇ ଛୁଆ ବଲ୍ ଫିଙ୍ଗି ଫିଙ୍ଗି ଜୋରରେ ହାତ ତାଳି ମାରୁଥିଲା ଆଉ ହସୁଥିଲା। ତାଙ୍କର ଏଇ ଶବ୍ଦରେ କାଉ ଆଉ ତାର ସ୍ତ୍ରୀର ନିଦ ଭାଙ୍ଗିଗଲା। କାଉ ସ୍ତ୍ରୀ ବିରକ୍ତ ହେଇ କହିଲା, ପ୍ରତି ରାତିରେ ଏଇ 2 ମା ଛୁଆଙ୍କ ଶବ୍ଦରେ ଶାନ୍ତିରେ ଆଉ ଶୋଇ ହେଉନି। ଯାଅ ତ ସେ ଚଢ଼େଇକୁ ତା ଘରୁ ବାହାର କରିଦେବ। କାଲିଠୁ ଯେମିତି ମୁଁ ଆଉ ଏ ଶବ୍ଦ ଶୁଣିବିନି। ଆରେ ମୁଁ ସେମାନଙ୍କୁ ତାଙ୍କ ଘରୁ କେମିତି ବାହାର କରିବି? ସେମାନେ ତାଙ୍କ ଘରେ ଯାହା ଇଚ୍ଛା କରିପାରିବେ। ଏଇ ଛୋଟ କାରଣରୁ ମୁଁ ତାଙ୍କୁ ଘରୁ ବାହାର କରିଦେଲେ ତ ଜଙ୍ଗଲର ଅନ୍ୟ ଚଢ଼େଇମାନେ ଆମକୁ ଏ ଜଙ୍ଗଲରୁ ବାହାର କରିଦେବେ। କାଉର ଏପରି କଥା ଶୁଣି ରାଗରେ ତା ସ୍ତ୍ରୀ ଘରୁ ଏକ କରତ ଆଣି କାଉକୁ ଦେଲା। ଚଢ଼େଇ ଘରର ଲାଇଟ୍ ବନ୍ଦ ଅଛି, ଲାଗୁଛି ଚଢ଼େଇ ଶୋଇପଡ଼ିଛି। ଏଇଟା ବଢ଼ିଆ ସୁଯୋଗ, ଯାଅ ଚଢ଼େଇ ଘର ଯେଉଁ ଡାଳରେ ଅଛି ସେ ଡାଳକୁ କାଟିଦିଅ। ନା ଥିବ ଚଢ଼େଇ, ଆଉ ନା ମୁଁ ତାର ଶବ୍ଦ ଶୁଣିବି। କାଉ ତା ସ୍ତ୍ରୀର କଥା ମାନି କରତ ଧରି ଚଢ଼େଇର ଘରକୁ ଗଲା। ଚଢ଼େଇର ଘର ଯେଉଁ ଡାଳରେ ଥିଲା ସେ ସେଇ ଡାଳ କାଟିବା ଆରମ୍ଭ କଲା। କରତ ଶବ୍ଦରେ ଚଢ଼େଇର ନିଦ ଭାଙ୍ଗିଗଲା। ଲାଗୁଛି ମୋ ଘରକୁ ଚୋର ଆସିଛି। ଆଜି ଲାଇଟ୍ ଜଳେଇବିନି, ଯାଇ ଦେଖେ ବାହାରେ କିଏ ଏମିତି ଶବ୍ଦ କରୁଛି। ଚଢ଼େଇ ଲାଠି ଧରି ବାହାରକୁ ଆସିଲା। କାଉକୁ ତା ଘର ବାହାରେ ଦେଖି ତ ସେ ଖୁବ୍ ରାଗିଗଲା। ଆରେ କଳା କାଉ, ତୁ ବୋଧେ ଆମକୁ ଆଉ ଶାନ୍ତିରେ ରହିବାକୁ ଦେବୁନି। ଚଢ଼େଇ ହାତରେ ଲାଠି ଦେଖି କାଉ ଭୟରେ ଥରିଲା। ଚଢ଼େଇ ଭଉଣୀ, ମୋର କିଛି ଭୁଲ ନାହିଁ। ରୋଷେଇ କରିବା ପାଇଁ ମୋ ଘରେ କାଠ ନାହିଁ ତ ସେଥିପାଇଁ ମୁଁ କାଠ କାଟୁଥିଲି। ରୋଷେଇ କରିବା ପାଇଁ ମୋ ଘର ଯୋଉ ଡାଳରେ ଅଛି ତୁ ସେଇ ଡାଳକୁ କାଟୁଛୁ? କାଠ ନେବାକୁ ଆସିଛୁ ତ? ରହ, ମୁଁ ଏବେ ତତେ କାଠ ଦେଉଛି। ମତେ କ'ଣ ତୁ ବୋକା ଭାବିଛୁ? ଚାଲି ଆସିଲା ମୋ ଘର ଭାଙ୍ଗିବା ପାଇଁ। ମୋର ଭୁଲ ହେଇଗଲା, ମତେ ଛାଡ଼ିଦେ ଚଢ଼େଇ। ପୁଣି ଥରେ ମାଡ଼ ଖାଇ
କାଉ ତା ଘରକୁ ଫେରିଲା। ମୁଁ ଆଉ କେବେ ବି ତୋ କଥା ମାନିବିନି। ତୋ କହିବା କାମ ମୁଁ ଆଉ କେବେ କରିବିନି। ତମେ ଗୋଟେ ଅପଦାର୍ଥ, ତମ ଦ୍ୱାରା କିଛି କାମ ହେବନି। ମୁଁ ବି ଆଉ ତମକୁ କାମ କରିବାକୁ କହିବିନି। ଏବେ ଯାହା କରିବା କଥା ମୁଁ ନିଜେ କରିବି। ଏମିତି କିଛି ଦିନ ବିତିଗଲା। ଦିନେ କାଉର ସ୍ତ୍ରୀ ଚଢ଼େଇ ଘରକୁ ଆସିଲା। ଚଢ଼େଇ ସେତେବେଳେ ଗ୍ୟାସରେ ଖାଇବା ରାନ୍ଧୁଥିଲା। ଚଢ଼େଇ ଯା ଯା, ଶୀଘ୍ର ତ ଘରକୁ ଯା। କଣ ହେଇଛି? ତୁ ଏମିତି ଅସ୍ଥିର ହେଇ ଘରକୁ ଯିବା କଥା କହୁଛୁ ଯେ? ଚଢ଼େଇ, ମୁଁ ଏବେ ଶୁଣିଲି ତୋ ମାର ଦେହ ଭୀଷଣ ଖରାପ। ଯା ଶୀଘ୍ର ତ ମାକୁ ଦେଖିବୁ, ନହେଲେ କେତେବେଳେ ଯେ କଣ ହେଇଯିବ। ମାର ଦେହ ଖରାପ ଶୁଣି ଚଢ଼େଇ ତରତର ହେଇ ନିଜ ଛୁଆକୁ ଧରି ତା ମାକୁ ଦେଖା କରିବା ପାଇଁ ଚାଲିଗଲା। ସେ ଏତେ ଚିନ୍ତାରେ ଥିଲା ଯେ ରୋଷେଇ କରୁଥିବା ଗ୍ୟାସକୁ ବନ୍ଦ କରିବା କଥା ଭୁଲି ଯାଇଥିଲା। ସେପଟେ କାଉର ସ୍ତ୍ରୀ ହସି ହସି କହିଲା, ଚଢ଼େଇ, ତୁ ନିଜକୁ ଭାରି ଚାଲାକ ଭାବୁଥିଲୁ ନା? ଏବେ ଦେଖ, ମୁଁ ତ ଘରର ସବୁ ଜିନିଷ କେମିତି ଚୋରି କରୁଛି। ଠିକ୍ ସେଇ ସମୟରେ କାଉ ବି ସେଠି ପହଞ୍ଚିଗଲା। ଆରେ ବା, ତୋ ବୁଦ୍ଧିକୁ ମାନିବାକୁ ହେବ। ଚଢ଼େଇକୁ ବୋକା ବନେଇ ତା ଘରୁ ତାକୁ ବାହାର କରିଦେଲୁ। ଥାଉ ଥାଉ, ଆଉ ପ୍ରଶଂସା କରନି। ଚଢ଼େଇ ଆସିବା ପୂର୍ବରୁ ଚାଲ ତା ଘରର ସବୁ ଜିନିଷ ଧରି ପଳେଇବା। କାଉ ଆଉ ତାର ସ୍ତ୍ରୀ ଚଢ଼େଇ ଘରର ସବୁ ଜିନିଷ ବସ୍ତାରେ ପୁରେଇଲେ। ସେପଟେ ଚଢ଼େଇ କିଛି ଦୂର ଯାଇଛି କି ନାହିଁ ତାର ମାକୁ ରାସ୍ତାରେ ପାଇଲା। ମା, ତୁମେ ସୁସ୍ଥ ଅଛ? ତମେ ଏପଟେ କୁଆଡ଼େ ଯାଉଛ? ଆରେ, ମୁଁ ଅସୁସ୍ଥ କେତେବେଳେ ଥିଲି? ମୁଁ ଆଜି ତ ଘରକୁ ହିଁ ଯାଉଥିଲି। ତା ମାନେ ସେ କାଉ ମତେ ମିଛ କହିଲା? ଯା, ମୁଁ ଗ୍ୟାସ୍ ବନ୍ଦ କରିବାକୁ ଭୁଲି ଯାଇଛି। ଚାଲ ସମସ୍ତେ ଶୀଘ୍ର ଘରକୁ ଯିବା। ଚଢ଼େଇ ତା ମା ଆଉ ତା ଛୁଆ ସହ ଶୀଘ୍ର ଘରକୁ ଫେରିଲା। ସେପଟେ କାଉ ଆଉ ତାର ସ୍ତ୍ରୀ ଗ୍ୟାସକୁ ନଜର ନ ଦେଇ ଚଢ଼େଇ ଘରର ସବୁ ଜିନିଷ ଚୋରି କରିବାକୁ ଲାଗିଥିଲେ। କିଛି ସମୟ ପରେ ହିଁ ଗ୍ୟାସ୍ ବ୍ଲାଷ୍ଟ ହେଇ ଘରେ ନିଆଁ ଲାଗିଗଲା। ଘର ସହ କାଉ ଆଉ ତାର ସ୍ତ୍ରୀ ବି ସେଇ ନିଆଁରେ ଜଳି ମରିଗଲେ। ସେତେବେଳକୁ ଚଢ଼େଇ ବି ସେଠି ପହଞ୍ଚିଗଲା। ବିଚରା କାଉମାନେ, ମତେ ମିଛ ନ କହିଥିଲେ ଆଜି ଏମାନେ ଏମିତି ମରିନଥାନ୍ତେ। ଏଭଳି ପକ୍ଷୀମାନେ ବୁଝନ୍ତିନି, ଅନ୍ୟର କ୍ଷତି କଲେ ନିଜର ହିଁ କ୍ଷତି ହୁଏ। ମା, ଏବେ ଆମେ କୋଉଠି ରହିବା? ଆମ ଘର ତ ଜଳିଗଲା। ଆଜିଠୁ ଆମେ ଏଇ କାଉମାନଙ୍କ ଘରେ ରହିବା। ଚାଲ ତାଙ୍କ ଘରକୁ ଯିବା। ତାପରେ ସେମାନେ ସମସ୍ତେ କାଉର ଘରକୁ ଗଲେ ଆଉ ସେଇ ଘରେ ରହିବା ଆରମ୍ଭ କଲେ।